ଧର୍ମର ଆମ ଧର୍ମ ପୃଥିବୀର ପ୍ରଥମ ଧର୍ମଶାସ୍ତ୍ର ଯଦି ଆଜି ଐତିହାସିକ ମାନେ ବା ଆମ ସାଧୁ ସନ୍ଥ ପଣ୍ଡିତ ମାନେ ଯଦି ତାକୁ ଦେଖନ୍ତି ଖୋଜନ୍ତି ଯେ ପୃଥିବୀର ପ୍ରଥମ ଧର୍ମଶାସ୍ତ୍ର କିଏ, ପ୍ରଥମ ଧର୍ମଶାସ୍ତ୍ର ହେଉଛି ବେଦ। ବେଦକୁ ଆଜି ବି ବେଦ ପଢା ହଉଛି, କିନ୍ତୁ ଅନେକ ବୁଝିପାରୁନାହାନ୍ତି। ଯେମିତି ଶିକ୍ଷକ ମାନେ ଗୋଟିଏ କଷ୍ଟ ପାଠକୁ ଅତି ସରଳ କରି ବୁଝେଇବା ପାଇଁ ଚେଷ୍ଟା କରନ୍ତି, ଠିକ ସେଇଭଳି ବେଦକୁ ବୁଝେଇବାକୁ ଯାଇ ବା ବେଦ ଅନ୍ତର୍ଗତ ଯୋଉ ଆତ୍ମଜ୍ଞାନର କଥା ରହିଛି ତାକୁ ବୁଝେଇବାକୁ ଯାଇ 108ରୁ ଆହୁରି ଅନେକ ବେଦାନ୍ତ ବା ଉପନିଷଦ ସୃଷ୍ଟି ହେଲା। ଏପରିକି ଆଦି ଶଙ୍କରାଚାର୍ଯ୍ୟ ଯେତେବେଳେ ପୃଥିବୀକୁ ଆସିଲେ ବା ଭାରତବର୍ଷକୁ ଆସିଲେ, ଜନ୍ମ ନେଲେ, ସେ ଜନ୍ମ ନୁହେଁ, ସେ ଅବତାର ପୁରୁଷ ଆସିଲେ। ସିଏ ଦେଖିଲେ ଯେ ମାନେ ଉପନିଷଦମୟ ହେଇଯାଇଛି ଆମ ସନାତନ ଧର୍ମ। ସେ ସବୁ ଖୋଜିଲେ, ଖୋଜି ଖାଜିକି ଦେଖିଲେ 108ଟି ଉପନିଷଦ ଜୀବନ୍ତ ଅଛି। ତେବେ 108ଟି ଉପନିଷଦକୁ ଜଣେ ପଢିବ ବା ତାକୁ ମନେ ରଖିବ ବା କାର୍ଯ୍ୟରେ ପରିଣତ କରିବ, ସେ କଥାକୁ ସେ ମଧ୍ୟ ନିଜକୁ ବୁଝିପାରେ। ସେ କିନ୍ତୁ ବୁଝିପାରିଲେ, କିନ୍ତୁ ଆମ ମାନଙ୍କୁ ଆମ ପାଇଁ ଏଇଟା କେତେ ଦୂର ଆବଶ୍ୟକ ହବ ଆମେ ପଢିପାରିବା, କିନ୍ତୁ ମନେ ରଖିପାରିବା। ଇଏ 108ଟି ଉପନିଷଦ ମଧ୍ୟରୁ ସେ 9ଟି ଉପନିଷଦକୁ ଅନୁମୋଦିତ କରିଦେଇଗଲେ। ଏତେ ଉପନିଷଦ ନ ପଢିଲେ ଏଇ 8ଟା ପଢିଦେଲେ। ତନ୍ମଧ୍ୟରୁ ଈଶାବାସ୍ୟ ଉପନିଷଦ ହେଉଛି ପ୍ରଥମ ଉପନିଷଦ। ଈଶାବାସ୍ୟ ଉପନିଷଦର ତ ଶ୍ଲୋକ ବହୁତ କମ, ମୋଟାମୋଟି ତାକୁ ଆଖ୍ୟା କରାଯାଏ ଈଶ୍ୱରଙ୍କ ଦ୍ୱାରା ନିର୍ମିତ ନିବାସର ଆମେ ସମସ୍ତେ ଯାତ୍ରୀ, ଅତିଥି। ଆମେ ପ୍ରଭୁଙ୍କର ଅତିଥି, ସିଏ ଅତିଥି ନୁହନ୍ତି, ପ୍ରଭୁ ଅତିଥି ନୁହନ୍ତି, ପ୍ରଭୁଙ୍କର ଅତିଥି ଆମେ। ଆମେ ଭାବୁଛୁ ଆମେ ଅତିଥି, ସିଏ ପ୍ରଭୁ ଅତିଥି, ଆମେ କର୍ତ୍ତା। ଏଇଟା ଭୁଲ ହେଇଯାଉଛି। ତାଙ୍କ ଅତିଥି ଆମେ, ତାଙ୍କ ଅତିଥିକୁ ସେ କିଭଳି ମାନେ ସେବା ଦେବେ, ସେମାନେ ପରିଚର୍ଯ୍ୟା ଯୋଉଟା କହୁଛନ୍ତି, ସେ ଆମକୁ ସର୍ବତ ଦେବେ କି ପଣା ଦେବେ କି ଜଳଖିଆ ଦେବେ, ସେଟା ତାଙ୍କ ଇଚ୍ଛା। ସେଇ ନାଁରେ ଆଜି ସମଗ୍ର ପୃଥିବୀର ମାନବ ଜାତି ଆଜି ବଞ୍ଚିଛି। କିଏ ଧନୀ, କିଏ ଦରିଦ୍ର, କିଏ ମଧ୍ୟବିତ୍ତ, କିଏ କାନ୍ଦୁଛି, କିଏ ହସୁଛି, ସୁନ୍ଦର ଭାବରେ ଲୀଳା ଲାଗିଛି। କିଏ ମରିବା ପାଇଁ ଚିତ୍କାର କରୁଛି ତ ଆଉ କିଏ ମରି ପାରିବ ନାହିଁ ବୋଲି ଭାବି ଆତ୍ମହତ୍ୟା କରି ମରୁଛି। ସେଇ ଶାସ୍ତ୍ର ଉପନିଷଦ କଥା, ଏ ସବୁ କଥା। ଅସୂର୍ଯ୍ୟ ନାମତେ ଲୋକା ଅନ୍ଧେନ ତମସା ଦାସ, ଆତ୍ମହତ୍ୟା କରନା, କାହାକୁ ହତ୍ୟା କରନା। ଯଦି କରିବ ତୁମେ ଏମିତି ମଣିଷ ଧର୍ମ ଛାଡ଼ିକି ଭୂତ ଧର୍ମ ହେଇକି ବୁଲୁ। ତେଣୁ ଯଦି ଆପଣ 9ଟି ଉପନିଷଦକୁ ବି ଯଦି କଣ୍ଠସ୍ଥ କରି
न पारे ईशावास्यम उपनिषद को यदि पढ़ीदेवे मुखस्थ करदे खूब कम श्लोक ताहले भी हेगा आमर जने संस्कृत प्रिंसिपाल बोले थिले कि प्रोफेसर मन कहूँ केतकी मैडम हम जो केतकी मैडम बोला से केतकी माँ जने संस्कृत बड़ पंडित से थरे मत कही थे बुद्ध आश्रम गारोई बुद्ध आश्रम रे सभार से मत कही कि बाबा आपण लोक मान खाली ये कहतु से ईशावास्यम उपनिषद को मुखस्थ कर से तो दाली गले आम भी अनेक समय से ईशावास्यम उपनिषद को आलोचना भी बेले बेले करूँ किंतु भगवान कृष्ण से अर्जुन को कहीं गीता कहले अर्जुन आग ता पूर्व आम निजु पचारा अर्जुन तमे कहीं आगे महाभारत युद्ध को आस तो राजा को राजराज था तो आसिल जीवन को जब आम बस पढ़ा ता भर भी अनेक भूल अनेक ठीक बाहर का मतलब भूल बाहर का मतलब ठीक बाहर तेरे भूल हो ठीक हो सी हूँ नरनारायण ऋषिंकर प्रतीक से कहीं युद्ध क्षेत्र को आसिले जदि आसिल तमे कौन जानी नथिल युद्ध क्षेत्र में कौन है युद्ध क्षेत्र में कदली होता है युद्ध क्षेत्र में रसगोला होता है युद्ध क्षेत्र में युद्ध युद्ध किए कहती वर्तमान आम देश युद्ध नना प्रभु कोई युद्ध लगी साधारण युद्ध करूँ युद्ध कर क्षत्रिय माने बा सैनिक आपण मैंने भावतु समग्र पृथ्वी सनातन हिंदूर गोटे दर्शन भर समग्र पृथ्वी ब्राह्मण अच्छा समग्र पृथ्वी क्षत्रिय अच्छा वैश्य अच्छा बेले अनेक समालोचक माने विभिन्न प्रकार कथा ये ब्राह्मण क्षेत्र वैश्य ये सब हिंदू मान ना ना से सब समग्र पृथ्वी बुझिया को चेष्टा कल हम ना कहले हम चतुर्वन गीता चतुर्वर्णमय आम ब्राह्मण माने आम ब्राह्मण ठाकुर माने वेद ध्वनि रे देवार्चना करुवा बेले अन्य धर्मर ब्राह्मण माने ब्राह्मण माने भी तांकर धर्म जाणक माने चर्च रे बाइबल पढ़ुचे इस्लाम नामकर धर्म जाणक माने मस्जिद में कुर्बान पढ़ुचे बौद्ध माने त्रिपिटक पढ़ुचे तेणु ये ब्रह्म को आधार करी ब्रह्म कहले व्यापक ये ईशावास्य से व्यापक पर अदृश्य शक्ति व्यापक सबुदी पूरी की किंतु से गोटे अदृश्य ज्योति किंतु देखा जाता है बड़ा व्यतिरिक्त
ଯଦି ଦେଖାଯାଉଥାନ୍ତା, ଦେଖା ହଉନାହିଁ ଭଲ, ଦେଖା ଯଦି ହଉଥାନ୍ତା ବର୍ତ୍ତମାନ ତାଙ୍କ ବିରୁଦ୍ଧରେ ବି ହତ୍ୟା ଫତ୍ୟା ସବୁ ଆମର ଦାବି ପୂର୍ଣ୍ଣ ହଉ ବୋଲି ବି ସ୍ଲୋଗାନ ଉଠୁଥିଲା। ତେଣୁ ସେ ଅଦୃଶ୍ୟ ସର୍ବଶକ୍ତିମାନ। ଆମର ପୂର୍ବତନ ରାଷ୍ଟ୍ରପତି ଅବଦୁଲ କଲାମ ଗୋଟେ ଶବ୍ଦ କହିଥିଲେ, ସେ ଶବ୍ଦଟା ଆଜି ବି ମୋ ଭିତରେ ପ୍ରତିଫଳନ ହୁଏ। ସେ ଜଣେ ମୁସଲମାନ ଧର୍ମର ଲୋକ ହେଲେ ବି ଗୀତା ଇତ୍ୟାଦି ପଢୁଥିଲେ। ସେ ଯାହା ହଉ ସେ ଗୋଟେ କଥା କହିଥିଲେ, ସିଏ ହଉଛନ୍ତି ସେ ଆଲ୍ଲାହ ନା ପରମାତ୍ମା ଏସବୁ ନାଁ ନେଇନଥିଲେ। ସେ କହିଥିଲେ ସିଏ ହଉଛନ୍ତି ସର୍ବଶକ୍ତିମାନ। ଗୋଟେ ସମସ୍ତଙ୍କ ଅଲକ୍ଷ୍ୟରେ ଏ ସଂସାର କିଏ ଚଳଉଛି, ସେଇ ସର୍ବଶକ୍ତିମାନ। ତେବେ ବ୍ରାହ୍ମଣ କ୍ଷତ୍ରିୟ ଏମିତି କୌଣସି ଧର୍ମ ନାହିଁ ଯେଉଁ ଧର୍ମରେ ତାଙ୍କ ଇଷ୍ଟଙ୍କର ପୂଜା ହୁଏ ନା, କି ଇଷ୍ଟଙ୍କର ପ୍ରାର୍ଥନା ହୁଏ। ଆମ ଧର୍ମରେ ଯେଉଁମାନେ ଇଷ୍ଟ ପୂଜା କରନ୍ତି ଆମେ ତାଙ୍କୁ ବ୍ରାହ୍ମଣ କରିବୁ, କିନ୍ତୁ କ୍ଷତ୍ରିୟ ଯେଉଁମାନେ ଯୁଦ୍ଧ କରନ୍ତି, ଶତ୍ରୁଙ୍କ ସହିତ ଯେଉଁମାନେ ମୁକାବିଲା କରନ୍ତି ସେ କ୍ଷତ୍ରିୟ। ବୈଶ୍ୟ ଯେଉଁମାନେ ବାଣିଜ୍ୟ କରନ୍ତି, ଆଜି ସମଗ୍ର ପୃଥିବୀର ଅର୍ଥନୀତି ଯଦି ଆପଣ ଦେଖିବେ, ଯୁଦ୍ଧ ଲାଗିଛି କୋଉଠି କି ଆଜି ଆମର ଦରଦାମ ମୂଲ୍ୟ ବଢିଯାଉଛି। ତାମାନେ ଏମିତି ଗୋଟେ ଶ୍ଲୋକ ବି ସେଇ ଉପନିଷଦରେ ସେ କହିଛନ୍ତି, ଅୟୋବେତି ନିଜ ପରମ ଗଣନା ଲଘୁତେ ତଥା ଉଦାର ସହିତ ନାନ୍ତୁ ବସୁ ବେହି ସେ ପ୍ରମାଣ ହେଇଛି। ଆମେରିକା ରଷିଆ ଭିତରେ ଟକରାଟ କରି ଚାଲିଛି, ତା ଭିତରେ ବାଣିଜ୍ୟ ବି ଚାଲିଛି। ଭାରତ ପାକିସ୍ତାନ ଭିତରେ ଗଣ୍ଡଗୋଳ ଚାଲିଛି, ତା ଭିତରେ ବାଣିଜ୍ୟ ବି ଚାଲିଛି। ପାକିସ୍ତାନ ଆମକୁ କଣ ଦବ, ଆମେ ତାକୁ କଣ। ଏଇ ଯୋଉ ବସୁଧୈବ କୁଟୁମ୍ବକମ୍, ଏଇ ଜ୍ଞାନଟିକୁ ଯଦି ଆପଣ ମାନେ ଆମ ଶିକ୍ଷାବିତ ମାନେ ଯଦି ବସିକିରି ଟିକେ ଭାବିବେ, କାହିଁକି ଗୋଟେ ଧର୍ମଶାସ୍ତ୍ରରେ ଦେଖା କେହି ତ କାହାକୁ ମାନୁନାହାନ୍ତି, ଯୁଦ୍ଧ କରୁଛୁ। ବସୁଧୈବ କୁଟୁମ୍ବକମ୍ ଇଏ ହଉଛି କ୍ଷତ୍ରିୟର। ବୈଶ୍ୟ ଶୂଦ୍ର କୋଉମାନେ? ଯେଉଁମାନେ ପିତାମାତାଙ୍କ ସେବା କରନ୍ତି, ଗୁରୁଙ୍କର ସେବା କରନ୍ତି, ଧର୍ମର ସେବା କରନ୍ତି, ରାଷ୍ଟ୍ରର ସେବା କରନ୍ତି, ଅସହାୟ ଅକର୍ମଣ୍ୟ ଲୋକର ସେବା କରନ୍ତି। ବିବେକାନନ୍ଦ କହିଲେ, ଜୀବ ସେବା করে যেজন সেই জন সেবিতে ঈশ্বর। সেইମାନେ ହଉଛନ୍ତି ଶୂଦ୍ର। ଶୂଦ୍ର ହଉଛନ୍ତି ମୁଁ ସେଇ ଶୂଦ୍ର ସେଇ ସେବକ ମାନଙ୍କୁ ମୁଁ ମୋ ପାଦରେ ସ୍ଥାନ ଦିଏ। କୋଉ ପାଦ? ସେଇ ପଦ୍ମ ପାଦ। ଏମିତି ଯାଇଲେ ଏ ଖଣ୍ଡିଆ ମଣ୍ଡିଆ ପାଦ ନୁହଁ, ଅଭୟ ଚରଣାର ବିନ୍ଦୁରେ এইভাবে ভাবে এই গোটাই কথা বুঝে আরো অনেক সময় আমার সময় নেই, আমি পুଣି ফেরিবা সেই কথাକୁ ঈশাবাস্যম। সমগ্র ঈশ্বরଙ୍କ ନିବାସରେ ଆମମାନଙ୍କର ଘର। ଆମକୁ ପଚରା ହଉଛି ତମ ଘରଟି କୋଉଠି, ଆମ ଘରକୁ କଟକ କିଏ କୋଉଠି, ଭୁବନେଶ୍ୱର କିଏ କୋଉଠି, ଏଇଠି କହୁଛି। କିନ୍ତୁ ଗୀତା କହୁଛନ୍ତି ମୁଁ ସିନା କୋଉଠି ନଥିଲେ ସିନା ତମ ଘର ଜାଗା କିଣିବ, ମୁଁ ଯଦି ସବୁ ଜାଗା କିଣି ଦେଇଛି କିଣି ଦେଇଛି, ତମେ କୋଉଠି
ଜଳ ସ୍ଥଳ ବନ ଗିରି ପାହାଡ଼ ପର୍ବତ ଆକାଶ ଆଉ ସବୁ ତ ସିଏ ତମ ଘରଟା କୋଉଠି କଟକରେ କେମିତି ହେଲା? ବସା ଘର ସବୁ ବିଭୁଙ୍କ କୋଠରୀ ଅତି ମଧ୍ୟେ ଆମେ ଭୁଲିଆ ଅତି ମଧ୍ୟେ ଆମେ ଭୁଲିଆ ଏ ଘରେ ମାନବ କୁଳିଆ 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 ଆମେ ହଉଛୁ କୁଣିଆ। ଆଜି ଅଛୁ ରବୀନ୍ଦ୍ର ମଣ୍ଡପରେ ଆମେ 5 ଦିନର କୁଣିଆ। ଇଏ ମର୍ତ୍ତ୍ୟ ପୃଷ୍ଠରେ ଆମେ 60 ବର୍ଷ କି 70 ବର୍ଷ କି 80 ବର୍ଷ କି 90 ବର୍ଷର କୁଣିଆ। ଆମେ ହଉଛୁ ଭଗବାନଙ୍କର ଅତିଥି। ସିଏ ଆମକୁ କଣ ଦେବେ, ଆମେ ତାକୁ କଣ ଦେବୁ? ଜଣେ ଅତିଥି ଯାଇ ପହଞ୍ଚିଲେ ସିଏ କଣ ଗୋଟେ ନେଇକି ଯିବେ, ଇଏ କଣ ଗୋଟେ କଣ ଦେବେ, ଏଇ ହଉଛି କଥା। କିନ୍ତୁ ଆଉ ଗୋଟେ ପଦ କହୁଛି, ଆକାଶ ଆମରି ଖବର, ଭରତ ଆମରି ଦୁଆର, ଆକାଶ ଆମରି ଖବର, ଭରତ ଆମରି ଦୁଆର, ବସା ଘର ସବୁ ବିଭୁଙ୍କ କୋଠରୀ, ବସା ଘର ସବୁ ବିଭୁଙ୍କ କୋଠରୀ, ଅତି ମଧ୍ୟେ ଆମେ କୁଳିଆ ସରବେ ହରେ ଜିତିଆ, ସରବେ ହରେ ଜିତିଆ, ଏ ଘରେ ମାନବ କୁଳିଆ କୁଳିଆ କୁଳିଆ, ସରବେ ହରେ ଜିତିଆ, ସରବେ ହରେ ଜିତିଆ। ଏ କଥାକୁ ଆଉ ଆମେ ବିଷୟ ବ୍ୟାଖ୍ୟା କରିବା। ଏ କଥା ହଉଛି ରବୀନ୍ଦ୍ର ମଣ୍ଡପରେ 5 ଦିନ ଗୀତା କଥା। କିଏ କହିବ ନା ଗୋଟେ ବଳିଆ ବୋଲି ଗୋଟେ ଲୋକ ଅଛି, ସେଇ ଅଟୋ ପଛରେ କାଠରେ ବାଡ଼ିରେ ସବୁ ଦେଖାଇ ଦେଖାଇ ବଳିଆ ବଳିଆ ଆସି ପହଞ୍ଚିଗଲା। ଆମର କର୍ମକର୍ତ୍ତା ମାନେ ଫୁଲ ଫୁଲ ମାଳ ଦେଇ ଆସନ୍ତୁ, ବସିଲେ ଗୀତା କହିଲେ। ଆମେ ଆଜି ସିଂହାସନରେ ବସିଲୁ, ମାଇକ୍ ଆମ ମୁହଁରେ ରହିଲା ଲାଗିଲା। ଆମେ କହିଲୁ ଭାଇମାନେ, ମୋ ନାଁ ଏଇଟା ମିଛରେ କହିଛନ୍ତି, ମୁଁ ଗୀତା କହିବୁନି, ମତେ ଗୀତା କଣ ଆସେ, ଆପଣମାନେ କଣ ଭାବିବେ? ଲୋକଟାକୁ ଗୀତା
ପିଲା ଆସେ ତାକୁ ଆଣିକି ଜବରଦସ୍ତି ଏଠି ବସେଇଛି। ଠିକ ସେଇଭଳି ଭାବରେ ଯେମିତି ପିଲାଙ୍କୁ ଆପଣ ପାଠ ପଢିବାକୁ ନଉଛନ୍ତି, ଅନେକ ପ୍ରକାରର ମନ ଭୁଲାଣିଆ କଣ୍ଢେଇ, ଚକୋଲେଟ, ବିସ୍କୁଟ ସବୁ ଦେଇ ତାକୁ ବେଲୁନ ନେଇକିରି ବସଉଛନ୍ତି ଏଥିରେ ସ୍କୁଲରେ। ପିଲା କିନ୍ତୁ କହୁଛି ମନେ ରହୁନି, ମୁଁ ପାଠ ପଢିବି। ଗୋଟେ ପିଲା ଆମର ଯାଇଥିଲା ମାଟ୍ରିକ ପାସ୍ କରିବା, ମାଟ୍ରିକ ପରୀକ୍ଷା ଦେବା ପାଇଁ। ମୁଁ ଆଶ୍ରମରେ ବସିଛି, ମତେ ଆଜି କହିଲା ବାବା ଗୋଟେ ଗାନ୍ଧୀଙ୍କର ମାର୍ଜନା କରିବି। କରୁନା ଇଚ୍ଛା ହବ ଗାନ୍ଧୀଙ୍କ ମାର୍ଜନା ସରିଲା। ମୁଁ କହିଲି କଣ ବାବୁ ଶୁଣିଲୁ ଗାନ୍ଧୀଙ୍କ ମାର୍ଜନା କାହିଁ କରୁଛୁ? କଣ ତୋ ଦେହ ମୁଣ୍ଡ ଖରାପ ଅଛି ନା? ମୋ ପରୀକ୍ଷା କାଲି ତ। ଓହୋ, କାଲି ତୋର ପରୀକ୍ଷା, ତୁ ଆଜି ଗାନ୍ଧୀ ମାର୍ଜନା କରୁଛୁ ନାଇଁ? ପାଠ ପଢିଛୁ କି ନାହିଁ? କିଛି ମନେ ରହୁନି, ଆଉ ପଢିବୁ ଖାଲି ବାପାଙ୍କ ଭୟରେ ପଢୁଛି। ଚିତ୍ତୋରରୁ ଗୋଟେ ଖବର ମୋ ପାଖକୁ ଆସି ପହଞ୍ଚିଲା, ବାବା ବଳିଆଙ୍କର ଗୋଟେ ପିଲା ଏଠି ପରୀକ୍ଷା ଦଉଛି। ସେ ଖାତା ଯାକ ଖାଲି ଲେଖିଛି, ବର୍ତ୍ତମାନ ବାବା ବଳିଆ ଉଠି ଚା ପିଉଥିବେ, ତାପରେ ଲେଖିଛି ବାବା ବଳିଆ ବର୍ତ୍ତମାନ ଶୋଇଥିବେ, ବାବା ବଳିଆ ଉଠିଲେନି, ବର୍ତ୍ତମାନ ଆରତି ହଉଥିବ। ଇଏ ପିଲାଟି କିଏ? ତାକୁ ବାବା ବଳିଆ ଡାକିକି ମୁଁ ତାକୁ ରଖେଇ ପଠେଇଲି, ଚୁପିରି ଘରକୁ ଯା। ତତେ ନିର୍ଲଜ ନାଦ ମାରୁନି, ତୁ ଏଇଆ ଲେଖିଛୁ ପରୀକ୍ଷା ଖାତାରେ। ଇଆକୁ ସବୁ ଲେଖନ୍ତି, ଇଆକୁ ଲେଖିଲେ ପାସ୍ ହେଇଯିବ। ତେଣୁ ସଜ୍ଜନ, ଅର୍ଜୁନ ଆସିଲେ ଯୁଦ୍ଧ କରିବା ପାଇଁ ଆସିଛନ୍ତି। ସେଦିନର ଭାରତ ବର୍ଷକୁ, ସେଦିନର ଆର୍ଯ୍ୟାବର୍ତ ଭାରତ ବର୍ଷରେ ଯୋଉ ଗ୍ଲାନି ଘଟିଛି ତାକୁ ଦୂରୀଭୂତ କରିବା ପାଇଁ ସେ ଆଇଛନ୍ତି ଯୁଦ୍ଧ କରିବା ପାଇଁ। ଯେଉଁ ରଥ ଉପରେ ସେ ଯୁଦ୍ଧ କରିବେ, ସେ ରଥର ନାମ ହଉଛି ନନ୍ଦୀ ଘୋଷ। କିନ୍ତୁ ଗୀତା କହୁଛନ୍ତି ମହତି ସନ୍ଦନ ସ୍ଥିର। ଯାହା ଆମେ ତାକୁ ନନ୍ଦୀ ଘୋଷ ବୋଲି କହୁଛେ। ଆମ କାଳିଆ ଠାକୁରର ରଥକୁ ମନେ ପକେଇ ଆମେ ନନ୍ଦୀ ଘୋଷ କହୁଛେ। ନନ୍ଦୀ ଶବ୍ଦର ଅର୍ଥ ହଉଛି ଆନନ୍ଦ, ଘୋଷ ଶବ୍ଦର ଅର୍ଥ ହଉଛି ବିଜୟ। ଆନନ୍ଦ ବିଜୟ ପାଇଁ ତମେ ଯୁଦ୍ଧ କ୍ଷେତ୍ରକୁ ଆସିଥିଲ, ଧନୁକୁ ଯଦି ଆସିଲ, ତମେ ତ ଜାଣିଛ କେଉଁମାନଙ୍କ ସହିତ ତମେ ଯୁଦ୍ଧ କରିବ, ତମକୁ ଜଣା ନଥିଲା ଆଗରୁ। ମହାଭାରତର କେତେ କଥା ଆପଣମାନେ ମନେ ପକେଇଲେ ମନେ ପଡିବ। ତେବେ କେତେ ଦୁଃଖ କଷ୍ଟ ସହି ବର୍ତ୍ତମାନ ଆସିଛ ଯୁଦ୍ଧ କରିବା ପାଇଁ। ତମ ରାଇଟଟାକୁ ସାବ୍ୟସ୍ତ କରିବ। ଆର୍ଯ୍ୟାବର୍ତ ଭାରତ ବର୍ଷରୁ ଅନ୍ୟାୟ ଅରାଜକତାକୁ ଦୂରୀଭୂତ କରିବା ପାଇଁ। ତମେ କଣ ଏଠି ତମେ ଆସୁ ଆସୁ ତମର କାହିଁକି ମନେ ପଡ଼ିଲା, ପୁଣି ଭଗବାନ କୃଷ୍ଣ ଏମିତି ଏକ ମହତ୍ତ ପୁରୁଷ, ଖାଲି କଣ ମନକୁ କୁହାଯାଇଛି ଅବତାର ପୁରୁଷ। ସିଏ ପୁଣି ହେଇଛନ୍ତି ରଥର ଡ୍ରାଇଭର, ଚାଳକ। ସିଏ ରଥର ଚାଳକ, ଇଏ ହଉଛନ୍ତି ଓନର, ମାଲିକ। ନିଃସ୍ୱାର୍ଥପର। କଣ ପାଇଁ ଭଗବାନ କୃଷ୍ଣ ଯୁଦ୍ଧ କ୍ଷେତ୍ରକୁ ଆସିଥିଲେ, ରଥର ନାଉକୁ ହେଇଥିଲେ? କଣ ଖଣ୍ଡେ ଅଧେ କି ଗୋଟାଏ ସହର ତାକୁ ନେବେ, ରାଜା ହେବେ? ଭାଗବତ ଗୋଟେ ପଦ ମନେ ପଡୁଛି, ସେଇମାନେ ହଉଛନ୍ତି ପ୍ରକୃତରେ ଯୋଗୀ। କୃଷ୍ଣଙ୍କର ଅନ୍ୟ ନାମ ଯୋଗେଶ୍ୱର।
ଗୀତାର ଶେଷ ଶ୍ଲୋକରେ ଯୋଗେଶ୍ୱର ବୋଲି ବ୍ୟାସ ତାଙ୍କୁ ଉପାଧି ଦେଇଛନ୍ତି, ଯତ୍ର ଯୋଗେଶ୍ୱର। ତେଣୁ ଯୋଗେଶ୍ୱର ତାଙ୍କୁ ମାନେ କେମିତି ନାଁ ଦିଆଗଲା? ନିଷ୍କାମ 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 ଜନେ ଯାହୁ ଘରେ ଆତ୍ମକୁ ଆପନେ ଧରେ। ନିଷ୍କାମ ଜନେ ଯାହୁ ଘରେ ଆତ୍ମକୁ ଆପନେ ଧରେ। ଭଗବାନ ବୁଦ୍ଧ କହିଲେ କାମନାର ବିନାଶରେ ଦୁଃଖର ବିନାଶ। ତେଣୁ ଭଗବାନ କୃଷ୍ଣଙ୍କୁ ତାଙ୍କ କାହାକୁ ସମାନ କରୁନି। ମୋ କୃଷ୍ଣ ମୋ ପାଖେ ରହିବା କଥା ରହିବେ। କିନ୍ତୁ ମୁଁ କହିବାକୁ ଚାହୁଁଛି ନିଃସ୍ୱାର୍ଥପର ଭାବରେ କର୍ମ କର। ଏଇଠି ଗୋଟେ କଥା ମନେ ପଡୁନି, ସବୁ କଥା ଗୀତା ତ ମାନବ ଶାସ୍ତ୍ର ନା। ଆଜି ନିଃସ୍ୱାର୍ଥପର ଭାବରେ କିଏ କାମ କରୁଛନ୍ତି? ମୁଁ ଯଦି କହିବି ହାତ ଟେକ, ବାଧ୍ୟରେ ହାତ ଟେକିବି, କିନ୍ତୁ ମୋର ବିଶ୍ୱାସ ଆଜି ରାଜତନ୍ତ୍ରକୁ ବିଦାୟ ଦେଇ ଗଣତନ୍ତ୍ରକୁ ଆଣିଛି। କାଲି ଗଣତନ୍ତ୍ରର ସଭା ଅଛି ଆମ ସକାଳ ବେଳା। ଗଣତନ୍ତ୍ର ପଣ୍ଡିତ ମାନେ ସେ ଭିତରେ ବିଚାର ବିମର୍ଶ କରିବେ। ତେବେ ଆଜି ବିନା ଲାଞ୍ଚରେ ବିନା ମିଛରେ କୌଣସି କାର୍ଯ୍ୟ ହଉଛି? ରାସ୍ତା ହଉଛି ନା, ପୋଲ ହଉଛି ନା, ତା ନାଁ ପରେ ଗୋଟେ ଦେଇଛନ୍ତି ପିସି ତେଣୁ ଗଣତନ୍ତ୍ର ଆଜି ବିପନ୍ନ ହେଇଛି କେବଳ ଲାଞ୍ଚ ମିଛ। ତାକୁ ଯୋଉଦିନ ଆମେ ଉଠେଇବା ସେଦିନ ଆମ ଭାରତ ସୁନାର ଭାରତ ବୋଲି ସମସ୍ତେ ଜାଣିଛନ୍ତି। ଆସ୍ଥା ସଜ୍ଜନ, ଇଏ ରଥ ଉପରକୁ ଆସିଲେ ଅର୍ଜୁନ, ଦିଦି କୃଷ୍ଣ ଅର୍ଜୁନ ରଥ ଉପରକୁ ଆସିଲେ। ଆସୁ ଆସୁ ସତ୍ୟ ଯେମିତି ସେ ଗୋଟେ ମାନେ କଣ ଭାବିଲେ, ମୁଁ ଭାବୁଛି ଗର୍ବରେ କହିନଥିବେ, କୋଉ କହିଦେଲେ ନା ହେଲା ମାୟାରେ କହିଦେଲେ। ଗର୍ବରେ ମାୟାରେ କଣ କହିଲେ? ସେ କଥାଟା କଣ? ମୁଁ କେଉଁମାନଙ୍କ ସହିତ ଯୁଦ୍ଧ କରିବି, ମୋ ସହିତ କେଉଁମାନେ ଯୁଦ୍ଧ କରିବେ, ମୁଁ ଟିକେ ତାଙ୍କୁ ଶେଷ ଥର ପାଇଁ ଦେଖିବି। ଯୁଦ୍ଧ ସରିଲା ବେଳକୁ କିଏ ମରିଥିବ, କିଏ ବଞ୍ଚିଯିବ, ଆଉ ଦେଖା ହେଇପାରିବ କି ନାହିଁ। ତେଣୁ ଟିକେ ମତେ ଏ ବାସୁଦେବ ଟିକେ ଅର୍ଥଟାକୁ ଟିକେ ପାଣ୍ଡବ ଆଉ କୌରବଙ୍କର ମଧ୍ୟସ୍ଥଳୀକୁ ନେଇଯାଆନ୍ତି। ନିରାଭିମାନୀ ନିଷ୍କାମୀ ଯୋଗେଶ୍ୱର ଶ୍ରୀକୃଷ୍ଣ ହସିଅଛି। ଯିଏ ସାରା ଜୀବନ କେବଳ ହସିଛି, ଗୋଟେ ହସର ଅବତାର ହଉଛନ୍ତି ଯୋଗେଶ୍ୱର କୃଷ୍ଣ। ଆଉ ସାରା ଜୀବନ ଯିଏ କାନ୍ଦି, ସିଏ ହଉଛନ୍ତି ମର୍ଯ୍ୟାଦା ପୁରୁଷୋତ୍ତମ ରାମ। ଇଏ ହସିଛନ୍ତି, ଯେ କାନ୍ଦିଛନ୍ତି। ତେଣୁ ଭାରତର ସନାତନୀ ମାନେ ରାମକୃଷ୍ଣଙ୍କର ପୂଜା କରନ୍ତି ଏଇଥିପାଇଁ। ଗୀତାର ସେଇ ଶ୍ଲୋକଟା ମନେ ପଡୁଛି, ଦୁଃଖରେ ଯିଏ ଭାଙ୍ଗି ପଡେ ନା, ସୁଖରେ ଯିଏ ଗର୍ବ କରେ ନା, ସେ ହଉଛି ପ୍ରକୃତ ଋଣୀ। ସାଂଖ୍ୟ ଯୋଗ ଲେଖା।
दुखेषु विघ्नमना सुखेषु विगतस्पृह वीतराग भयक्रोधस्थितभिमुनिच्यते। तेणु आमे समस्ते भी जीवन में मुनि पारिगा यदि मन को सुंदर अच्छा जी ताहु अर्जुन भगवान कृष्ण रथ को नहीं मझे रखिले ये ठिया है देखा तुमने काले मोटा बोली ये ठिया है कि देख ये सब ये महाभारत सुंदर के सब अच्छा देखला बेलू किए अच्छा किए शला हम किए शशुर हम किए समुदी हम किए मामू हम किए भाई हम किए भिणोई हम बड़ा मुस्कुल कथा सहित युद्ध करी शला माने भाई शला शला गला भाई समुदी गला धनु को ध आउ नु गीता आरंभ धर्म क्षेत्रे कुरुक्षेत्रे समवेत जुजुत्सव मामकामण्डलाशय भीम कुर्वत संजय। धर्म धर्म एकासी महत्व पड़िया आउ सब सुख हरे दिया। धर्म एकासी महत्व पड़िया आउ सब सुख मूल्यांकन कर साहित्य भाषा नहीं कि सुंदर कर नु कहले नुम नमस्कार कर मु मने मने भाबी मु बढ़िया बाबा मु काई कर नमस्कार कर मते पात्र कर नमस्कार कर थरे वो सभार दर्शक मान को गणेश रूपे नमस्कार करी नारायण रूपे नमस्कार करी रुद्र शिवंक रूपे नमस्कार करी दुर्गा रूपे नमस्कार करी सूर्य रूपे नमस्कार करी। भागवत से पहले सच्चिदानंद रूपाय विश्वोत्पत्त्यादि हेतवे तापत्रय विनाशाय श्री कृष्णाय वयं नमः। ये हाथ जदि नमस्कार करि नजाला जने कवि लिखिले शास्त्र विचारी वेद मत निर्मोलिया ताकि से निर्मोलिया ताकि से जिते थर नमस्कार करेंगे सी नमस्कार नहीं पहुंची जीव गोटे जनक पाखे तमें गोटे अंकारे हाथ दे गोटे हाथ में सिगरेट टाणुव कि गोटे बीटा सिगरेट टाणु किए गोटे देखा किए गोटे नमस्कार से कहला हस्त होई देवे नारायण पादे नमस्कार कर
देखिए आजिकाली माने किए कौन जय गुरु आउ किए कौन जय जगन्नाथ आउ किए कौन हरि ओम आउ किए कौन राधे राधे। अच्छा ये कथा कौन आम शास्त्र लिखा है कौन शास्त्र लिखा है वो शास्त्र लिखा है तुम ये समझना कौन करो आज हिंदू मान घरे सनातन हिंदू मान घरे स्वस्तिक चिन्ह नहीं कि महापुरुष ना महापुरुष रख ये जो गुरुकर आसे तो फोटो रख ना भी लेख कि स्वस्तिक चिन्ह दियो सेमती आपण आम सनातन हिंदू माने श्रेष्ठ माने साधना तो समस्त करे क्या समय अच्छी जो आम शुणा जाऊँगी आम जहाँ पढ़ुचे कि अमुक ऋषि एत हजार वर्ष तपस्या कले समुक ऋषि एक गुड़िया ठिया माने हजार वर्ष कि केते हजार वर्ष तपस्या कले बेले बेले भावे सत्य ना एमती लिखा है से समय हिसाब अलग था आम तो मोटे 120 वर्ष आयुष नहीं किए भी 120 आम कौन एत साधना कौन न कर किंतु गीता बड़ी एक शास्त्र से कहले मन्नना भव मद भक्त मदगारी मां नमस्कुरु नमस्कार करि सकाळु उठिब हृदय को नमस्कार कर धरित्री को नमस्कार कर गाधेब जल को नमस्कार कर नमस्कार कर स्मरण पिता माता को नमस्कार कर गुरु को नमस्कार कर इष्ट को नमस्कार कर जेबे जाई तेबे भल मनीष बा गोटे धनी खाता तुम धनी बा बड़ लोक हिसाब गणा भागवत से कहले ये नित्य इष्ट धर्म पाले पुणी कौन कह साधु महात्मा बस आपण सब जानी एमती भी मत आम भर अच्छी मतांतर बाप मांकर पाद धूली मुंडे मार तम पाद धूली मुंडे मार एमती भी किसी मतवाद अच्छी बाप को एकाठी गोटे गुरु करेंगे ये कहीं ना से गुरु भाई बापा भाई भाई एमती भी मत अच्छी से पुआ झी मौसा मौसी डाकुला दृष्टि समस्ते भाई समस्ते एते मत पार किए तेणु तुम किसी बुझीना आस यदि बुझीच तुम ठीक बुझीच आस बसना गोटे आलोचना करना जदि हारी जा आम तुम शिख तुम्हें कौन आमको शिखु
ମନ୍ନନା ଭଗବତ ଭକ୍ତ ମନଦାରୁ। ମୁଁ କହିବାକୁ ମୋର ଇଚ୍ଛା ଥିଲେ ବି କେତେ କଥା ମନେ ପଡୁଛି। ମୁଁ ସେଇ ପ୍ରଶ୍ନ ପାର୍ଟି ଭିତରେ ଅଛି, କାହିଁକି ଗୀତା ପଢିବା? ଏ କାହିଁକି ଗୀତା ପଢିବା ଜାଣିଗଲେ ଗୀତା ହିଁ ଜୀବନ, ସେ କଥା ବୁଝିବାରେ ଆଉ କିଛି କଷ୍ଟ। ଅର୍ଜୁନ ଠିଆ ହେଇକି ଦେଖିଲେ ଆତ୍ମୀୟ ସେ ମାନେ ସିଧାସଳଖ କହିଲେ ମୁଁ ଯୁଦ୍ଧ କରିବି ନାହିଁ। ଧନୁକୁ ଥୋଇଦେଲେ, ମୁଣ୍ଡରେ ହାତ ମାରି ବସିଲେ। ଠାକୁର ଗୋଟେ ହସନ୍ତି, କେତେବେଳେ ମୁହଁ ଶୁକାନ୍ତି ନେଇ ହସି ହସିକି ଠାକୁର କହିଲେ ପାର୍ଥ ଧନୁ ଇଏ ଅର୍ଜୁନ ଯୁଦ୍ଧ କରିବା ସମୟ ଆସିନାହିଁ। ମୁଁ ଏଇଠି ରେଡି ହେଇଗଲି ସମସ୍ତେ, ଖାଲି ହୁଇସିଲଟା ବାଜିବ, ଏ ପାଖରୁ ଭୀଷ୍ମ ହୁଇସିଲ ଦେବେ, ସେ ପାଖରୁ ଧୃଷ୍ଟଦ୍ୟୁମ୍ନ ମାନେ ସାଇଲେଣ୍ଟ ତାର କୁହନ୍ତି ଗୋଟେ ଶଙ୍ଖ ବାଜିବ, କିନ୍ତୁ ହୁଇସିଲ ନୁହେଁ ଶଙ୍ଖ। ଯୁଦ୍ଧ ଆରମ୍ଭ ହବ। ତୁ କଣ ମୁଣ୍ଡରେ ହାତ ଦେଇ ରହିଛୁ? ମୁଣ୍ଡରେ ହାତ ଦେଇକି ରହିଛୁ। ତେଣୁ ସତ କଥାଟି କହିଛନ୍ତି ତେଣୁ କୃଷ୍ଣ ଅର୍ଜୁନ ବୋଲି ଆମେ ଉଭୟଙ୍କୁ ନମସ୍କାର କରୁଛୁ। ସେ ସତ କଥାଟି କଣ? କେଡ଼େ ସତ୍ୟ, ମାନେ କେଡ଼େ ସୁନ୍ଦର ସତ୍ୟ ହଉ, ଏମିତି ସତ୍ୟ ବି କେହି କହ। ଭିକ୍ଷା ମାଗି ଚଳିବି ପ୍ରଭୁ, ମୋର ରାଜଧାନୀ ଦରକାର ନାହିଁ। ଆମେ ଭିକ୍ଷା ମାଗି ଚଳିବୁ। ପ୍ରଭୁ ମୁଁ କଥା ଆପଣଙ୍କୁ, ଦୁର୍ଯ୍ୟୋଧନ ରାଜା ହବ କି ଯୁଧିଷ୍ଠିର ରାଜା ହେବେ, ଦୁର୍ଯ୍ୟୋଧନ ଆମରି ଭାଇ, ଆମ ବଡ଼ାପାଙ୍କ ଭାଇ। ଆମେ ହଉଛୁ କଟୁକ ପୁତ୍ର, ସାନ ଭାଇ ଭାଇ ପୁଅ। ସିଏ ଯଦି ରାଜା ହବ ଆମର କ୍ଷତି କଣ? ଆମରି ଭାଇ ପରା ସେ। ଦେଖନ୍ତୁ କେତେ ବଡ ଶିକ୍ଷା ଦେଲା ଅର୍ଜୁନ, କେତେ ବଡ ସମାଜକୁ ଶିକ୍ଷା ଦେଲେ। ପ୍ରଭୁଙ୍କୁ କେମିତି ପ୍ରଶ୍ନଟେ ପଚାର, ମୁଁ ଯୁଦ୍ଧ କରିବିନି ପ୍ରଭୁ, ଫେରିଯିବି। କୃଷ୍ଣ କହିଲେ କଣ ତୁମେ ଯୁଦ୍ଧ କରିବାକୁ ଆସିକି ଫେରିଯିବ? ସଂସ୍କୃତ କହିକି ମୋ ସମୟ ନଷ୍ଟ କରୁନା, ମୁଁ ସଂସ୍କୃତ ପଣ୍ଡିତ ନୁହେଁ, ମୁଁ ଜଣେ ଗାଉଁଲି ପଣ୍ଡିତ। ଗୀତାର ଆରମ୍ଭ ହେଇଛି ଅକ୍ଷରରୁ। ଭଗବତ ଯେମିତି ପିଲା ପାଟି ଗଲେ ସାର୍ କହନ୍ତି, ଶିକ୍ଷକ କହନ୍ତି, କାହିଁକି ଗଲା 5 ମିନିଟ୍ ଖଣ୍ଡେ ଟିକେ ନିରବ ହେଇଯାଏ, ପୁଣି ଶାନ୍ତ ସେଠି କୃଷ୍ଣ କହୁଛନ୍ତି, ଯୋଗେଶ୍ୱର କହୁଛନ୍ତି ଗୋଟେ ଭଲ ଶାସନ ପୂର୍ଣ୍ଣ କଥା ଟିକେ କହିଲେ। ଯୋଉମାନେ ଶାସିତ ନୁହନ୍ତି ସେମାନେ ଶିଷ୍ୟ ହେଇପାରିବେନି। କଣ କହିଲେ? অসচ্যস্ত্বম প্রজ্ঞাভাসে দদাসো নবাসুস্ব নানুচোরন্তি পণ্ডিতা। ମୋ କଠ ପଡି ଯାଇଛି ବୋଲି ମୁଁ ଟିକେ ନରମ ହେଇକିରି ପଡେ। କି କଣ ଏମିତି ପଡିଥିଲି କଡ଼ା ଭାଷାରେ କହିଥିଲି। ସେ କଡ଼ା ଭାଷାରେ ନିଶ୍ଚୟ କହିଥିଲି। ଅସତ୍ୟ
সে কাহা মৃত্যুরে দুঃখ করে না কাহা জন্মরে আনন্দ করে তুমি কি করবে এবং ଯିଏ ପ୍ରକୃତରେ ପଣ୍ଡିତ ସେ ତାର ସ୍ୱଧର୍ମକୁ ସେ ତ୍ୟାଗ କରେ। ସ୍ୱଧର୍ମ କଣ? ତୁମେ କ୍ଷତ୍ରିୟ ଯୁଦ୍ଧ କରିବା ତୁମର ଧର୍ମ। ତୁମେ ଯଦି ଯୁଦ୍ଧ କରି ହଜାର ହଜାର ସୈନ୍ୟମାନଙ୍କୁ ମାରିଦିଅ ପ୍ରାୟଶ୍ଚିତ କରିବାକୁ ପଡିବ। ଆମେ ଯଦି ଗାଈକି ପାହାଡେ ପକେଇଲୁ ଗାଈ ଯଦି ଛଡ଼ବଡ଼ ହୋଇ ମରିଗଲା ତାହେଲେ ଆମକୁ ପ୍ରାୟଶ୍ଚିତ କରିବାକୁ କିନ୍ତୁ ଆମ ଦେଶର କୋଉ ସୈନିକ ପ୍ରାୟଶ୍ଚିତ କରୁଛନ୍ତି ଦେଖିଛ? କାର୍ଗିଲ ଯୁଦ୍ଧ ଗଲା, ହିନ୍ଦୁସ୍ତାନ ପାକିସ୍ତାନ ଯୁଦ୍ଧ ଗଲା, ଚୀନ ଯୁଦ୍ଧ ଗଲା, ଯୋଉ ଗଲେ କି ମାଇଲେ କୋଉ ପ୍ରାୟଶ୍ଚିତ ହେଇଛି? ସେ ସ୍ୱଧର୍ମ ପାଳନ କରିବ। ତେଣୁ ଅର୍ଜୁନଙ୍କୁ କହିଲେ ତୁମେ କ୍ଷତ୍ରିୟ ଯୁଦ୍ଧ କରିବା ତୁମର ଧର୍ମ, ତୁମେ ଯୁଦ୍ଧ କର। ଉଠ ତ୍ରୈବ୍ୟଂ ତ୍ୟାଗ କର। କହିବ କଣ? ଆମେ କେମିତି ଆମେ ପୁରୁଷ କହିବ କେମିତି? ନା ନା ତମେ କହିବ ସେଇ ମଣିଷ ଏଇ ସମାଜରେ କହିବ ଯିଏ କଥା କହନ୍ତି ଭଲ, କାମ କରନ୍ତି ମନ୍ଦ। କାମ କରନ୍ତି ମନ୍ଦ, କଥା କହନ୍ତି ଭଲ। ମୁହଁରେ ହସନ୍ତି, ମୁଖେ ତିଷ୍ଠନ୍ତି ମଧୁର, ଅନ୍ତେ ତିଷ୍ଠନ୍ତି ହଳାହଳ। ପେଟରେ କିନ୍ତୁ ବିଷ ଥାଏ। ଏ କଥା କହିଲା ବେଳେ ସମସ୍ତେ ଶକୁନିଙ୍କ କଥାଟାକୁ ମୁଣ୍ଡରେ ପୁରାଏ। କିନ୍ତୁ ଶକୁନିଙ୍କ ପାଖରେ ମଧ୍ୟ ବହୁତ ବଡ଼ ଆଦର୍ଶ ଥିଲା। ଶକୁନି ଛୋଟିଆ ଲୋକ ନୁହଁ। କଥା ଟିକେ କହିଲେ ଭଲ ଲାଗିବ ତ, ତେଣୁ ଟିକେ ଭାତ ସାଙ୍ଗରେ ଡାଲି ହେଇକି ତରକାରୀ ଟିକେ ହେଇଛି, ଆଉ ଟିକେ କ୍ଷୀରି ଟିକେ ହେଲେ ଭଲ। ତେଣୁ ସେଇ ନେଇକି ଟିକେ କହିଦେଉଛି। ମତେ ଯୋଉ କଥାଟି ଭଲ ଲାଗେ ମୁଁ ସେଇ କଥା କହେ। ତେବେ ସଜ୍ଜନ ଅନ୍ଧାରିଆ ରାତିରେ ଗୋଟେ ଗୋହରିଆ, ଏଟା ତାକୁ କଣ କହନ୍ତି? ଗୋହରି ମାନେ ଆଜିକାଲି ବି ସେ ଶବ୍ଦ ଅଛି କିନ୍ତୁ ବ୍ୟବହାର କମ ହଉଛି। କମ ଚଉଡାର ଗଳି ଆଉ ସପୁରି ସେଦିନ ଅନ୍ଧାରିଆ ରାତିରେ ଏ ମୁଣ୍ଡରୁ ସେ ମୁଣ୍ଡରେ, ସେ ମୁଣ୍ଡରୁ ଏ ମୁଣ୍ଡ ଏଠି ବୁଲୁଛି। ସତେ ଯେମିତି ଆମର ପ୍ରାତଃ ଭ୍ରମଣ କି ସାନ୍ଧ୍ୟ ଭ୍ରମଣ କରୁଛନ୍ତି। ଏତିକି ବେଳେ ତାର ଲମ୍ବା କଥାଟାକୁ ସଂକ୍ଷିପ୍ତ କରୁଛି। ଏତିକି ବେଳେ এই মায়াধর শুন কমল নয়ন
ଆଉ ଜନ୍ମ ହେଇନାହାନ୍ତି ହେଇପାର କିନ୍ତୁ ଆଉ ସେମିତିଆ ଠାକୁର ମନର କଥା ସେ ଜାଣନ୍ତି। ଅନେକ ମୂର୍ତ୍ତି ପୂଜା ହଉଛି ସତର କିନ୍ତୁ ଜଗନ୍ନାଥଙ୍କ ମୂର୍ତ୍ତି ମଣିଷ ମନର କଥାକୁ ବୁଝେ। ଏମିତିଆ ମୂର୍ତ୍ତି ବିଶ୍ୱ ସୃଷ୍ଟି କରିପାରିବ। ତାକୁ 18 ଥର ଆକ୍ରମଣ କରିଛନ୍ତି, ପୋଡ଼ି ଦେଇଛନ୍ତି, ଫୋପାଡ଼ି ଦେଇଛନ୍ତି। କଣ କେତେ କଣ ହେଇଛି ସେ ସବୁ କଥା ଆଉ କହିବା କହିଲାନି। କାରଣ ଆମ ଘର ଆମେ ଶସ୍ୟର ଗାଇବି ଇତିହାସ କଥା କହିବାକୁ ହେଲେ ଆପଣମାନେ ନିଜେ ପଢ଼ିଲେ ବି ଜାଣିବେ। ତଥାପି ବଞ୍ଚିଛି ଜଗନ୍ନାଥ ସଂସ୍କୃତି ତଥା ପୂଜଙ୍କର ବିସର ନାହାନ୍ତି। ସେ ଗଙ୍ଗା କୂଳରେ ତାକୁ ପୋଡ଼ି ଦେଇଛନ୍ତି। କିନ୍ତୁ ବ୍ରହ୍ମ ସେ ବ୍ରହ୍ମକୁ ପାନ ବଟୁଆ ଆଜିକାଲି ବଟୁଆ ଏବେ ବି ମିଳୁଥିବ ପୁରୀ ଗଲାବେଳେ ପିପିଲେ ମିଳେ ଦେଖିଛି। ସେ ବଟୁଆ ଭିତରେ ବ୍ରହ୍ମଶିଳାକୁ ପୁରେଇକି ଦେଇକି ଯାଇଲା। ଏମିତିଆ ଭକ୍ତ ପୂଜକର କୋଉ ଗାଁରେ ସେ ଜନ୍ମ ହେଇଥିଲା ତାକୁ ଆମେ ଏବେ ବି ଖୋଜୁଛୁ। ସେ ଗାଁ କାଳେ ଏଇଟା ହେଇଥିବ, କାଳେ ସେଇଟା ହେଇଥିବ। ମୂର୍ତ୍ତକ ଭିତରେ ତାକୁ ନେଇକିରି ତା ବଟୁଆଟା ସବୁବେଳେ ଖୋଲିବାକୁ ପଡେ। କାରଣ ଗୁଆ ଗୁଣ୍ଡି ସବୁ ତା ଭିତରେ ଥାଏ। ତାକୁ ମୂର୍ତ୍ତକ ତିଆରି କରେ। ସେ ମୂର୍ତ୍ତକ ଭିତରେ ବ୍ରହ୍ମକୁ ରଖିଲା। କାଳେ ମୂର୍ତ୍ତକକୁ କିଏ ସନ୍ଦେହ କରିବେ। ତା ଘରେ ଯୋଉ ଓଡ଼ିଆ ଆପଣମାନେ ବୁଝିପାରୁଛନ୍ତି ତ। ଓଡ଼ିଆଟା ବୁଝିପାରିବେ। ଓଡ଼ିଆ କହିଲେ ଗୋଟେ ଆମ ପୁରୁଣା ଦ୍ରବ୍ୟ ଓଡ଼ିଶାର ଓଡ଼ିଆ ପାଳର ତୈଳି ହୁଏ। ସେ ଓଡ଼ିଆ ଗଦା ଉପରେ ये मृतकକୁ ରଖିଲା। ସେଇ ଆଜି ଜଗନ୍ନାଥ ସେ ବି ପୃଥିବୀର ଅନେକ ଦେବତା ଦେବାଦେବୀଙ୍କର ପୂଜା ହଉଛି। 36 ନିଯୋଗ ଏଡ଼େ ବଡ଼ କୌଣସି ସମ୍ରାଟଙ୍କ ପାଖରେ ବି ନାହିଁ। শ্রী পূর্ণ ক্ষেত্র শ্রী ক্ষেত্র সব ক্ষেত্র গোটি শ্রী ক্ষেত্রে শ্রী পূর্ণ ক্ষেত্র শ্রী ক্ষেত্র সব ক্ষেত্র গোটি শ্রী ক্ষেত্রে বর্তমান অন্তর্যামী কৃষ্ণ জগন্নাথଙ୍କୁ কৃষ্ণাবতার বলে কুହାଯାଏ। জয় কৃষ্ণ জগন্নাথ জয় সর্বাঘনাশনম জয় কানুরকে দিন জয় কংস বিশোধন। আচ্ছা, বর্তমান ঠাকুর মনের কথা জানନ୍ତି। ঠাকুর অভিরামটা বঢ়িয়া কথা লিখিଛନ୍ତି। অন্তর্যামী অন্তর্গত 12টা জান ଏ ଓଡ଼ିଶାର ମହାପୁରୁଷ। ଇଏ ଜାଣିପାରିଲେ ସପୁରି କାହିଁ ସେ ଅନ୍ଧାରେ ବୁଲୁଛି। ସେଇ ବାଟ ଦେଇ ଆସିଲେ ସେ ବାଟ ତାଙ୍କ ବାଟ ନୁହଁ, ସେ ବାଟ ଦେଇ ଆଇଲେ ଜାଣିପାରିଲେ। ସପୁରି ସେଇ ଅନ୍ଧାର ଭିତରେ ସେହି ଜ୍ୟୋତିରାନନ୍ଦ ପୁରୁଷକୁ ଦେଖିକିରି ସେ ଚମକି ପଡ଼ିଲା। ମନେ ମନେ ସେ ଖୋଜୁଛି ନା। ପାଦକୁ କୁଣ୍ଢେଇକିରି ରହିଲା। ପିଲାଙ୍କ ଭଳି କହି କହି ହେଇ କାନ୍ଦିଲା। ବାସୁଦେବ ତାଙ୍କୁ
ପରମ ବ୍ରହ୍ମ ବାସୁଦେବଙ୍କର ଅବତାର କୃଷ୍ଣ ତାଙ୍କୁ ଉଠେଇଲେ। ମାମୁଁ ତୁମେ କାନ୍ଦୁଛ, କଣ ପାଇଁ କାନ୍ଦୁଛ? ଶକୁନି ଦରଦୀ କଣ୍ଠରେ କହିଲା, ପ୍ରଭୁ ये महाभारत युद्ध दिने शेष हब, ये युद्धर इतिहास पुणी लेखा हब। दैपायन कृष्ण व्यास सरस्वती तीर्थरे लेखुछन्ति, एटी जा घटु समस्त लोक मने पकेइले, मते भूली जिवे। मो ना सुनिले लोक नाक देखी। प्रभु आपण सत्य सत्यर सागर, मु पाद धरी आपको विनम्र प्रणाम करुची। प्रभु मु कहार, मु पांडवंकर ना कौरवंकर? आ ठाकुर तो मिछ कहले, এটা মিছুয়া ঠাকুর নয়। সেই সত্যর সাগর শ্রীকৃষ্ণ যোগেশ্বর কহিলে, তুমি পাণ্ডবঙ্কর নাকি এক কথা কহু ଆପଣ ଜାଣିଛନ୍ତି? ଟିକେ ପାଣ୍ଡବ ମାନଙ୍କୁ ବୁଝେଇଦେବେ। ମୁଁ ଯାହା କରୁଛି ସେଇମାନଙ୍କର ମଙ୍ଗଳ ସିଏ ଭାବୁଛନ୍ତି ଆମେ କୌରବ ପାଇଁ କରୁଛୁ। ଦୁର୍ଯ୍ୟୋଧନ ପ୍ରଭୁ ଶେଷ କଥା କୃଷ୍ଣ କହିଲେ, ମୁଁ ସମୟ ହେଲାଣି, ମୁଁ ଯାଉଛି। ଏ ଦୁର୍ଯ୍ୟୋଧନ ଗଙ୍ଗାକୁ ଯାଇଥିଲା ଗାଧେଇ, ମୁଁ ଯାଉଛି ଦେଖିବାକୁ। ଏସବୁ କଥା ଏପଟେ ଗୋଟେ ଉପାଖ୍ୟାନ, ଆଉ ଏ ଉପାଖ୍ୟାନ ଭିତରେ ରହିଛି ଆମ ସମାଜ ପାଇଁ ବହୁ ବାର୍ତ୍ତା, ବହୁ ସୁନ୍ଦର ବାର୍ତ୍ତା। ଆରେ ଆମେ ବର୍ତ୍ତମାନ ଆପଣ ଗୋଟେ କଥା କହିଦଉଛି, ଆପଣ ଯିବାକୁ ତତ୍ପର ହେଲେଣି, ଖାଲି କହିଦଉଛି ପ୍ରଭୁ ଏ ପାଦ ପଦ୍ମରେ, ଆପଣଙ୍କର ଏଇ ପାଦ ପଦ୍ମରେ ମୋ ପାଇଁ ସ୍ଥାନ ଅଛି ତ? ସ୍ଥାନ ରହିବ ତ? ଗୀତାର ଭକ୍ତି ଯୋଗର ସେଇ ଦ୍ୱିତୀୟ ଲୋକ ସେ କଣ କହିଛନ୍ତି? ମଜ୍ଜାବେଶ୍ୟ मनोजे मां नित्ययुक्ता उपासते, श्रद्धया परयोपेता तेने युक्ता तमामदा। এই অভয় পাদ পদ্মরে মোর মন, মোর স্থান ଅଛି ତ? ଠାକୁର ମୁଣ୍ଡ ହଲେଇ ହଁ କହିଲେ କି ନା କହିଲେ କହିଦେଇ ଯାଏ। ତେଣୁ ସଜ୍ଜନ, କାହିଁକି ଏ କଥା ମୁଁ କହିଲି? କ୍ରୈବ୍ୟଂ ନାସ୍ପର ବାପା ହଇତ ତୁମେ ଗୋଟେ କ୍ରୈବ୍ୟ ଯୁଦ୍ଧ କରିବାକୁ ଆସିକିରି ତୁମେ କହୁଛ ଯୁଦ୍ଧ କରିବିନି। ତୁମେ କ୍ଷତ୍ରିୟ, ତୁମେ ତମ ଧର୍ମକୁ ନିନ୍ଦା କରୁଛ। এবং সেই বিষয়ে কইলে, আচ্ছা শুনো, আচ্ছা অনিল ইয়ারକୁ ଅନେଇଲ ବିପଦକୁ, ଭୀଷ୍ମ ଠିଆ ହେଇଗଲେ। ସମସ୍ତେ ତ ଘୋଡ଼ା ଘୋଡ଼ା ରଥ ମତ ଚଢ଼ିକି ସବୁ ଠିଆ ହେଇଥିଲେ, ଖାଲି ଶଙ୍ଖଟାକୁ ଅପେକ୍ଷା କରିଥିଲେ। ବେଲ ବାଜିଲେ ଉଠିବେ। ତମେ କଣ ଏତେ କାନ୍ଦୁଛ? ସେ ଆଉ କାନ୍ଦୁନାହାନ୍ତି, ତାଙ୍କୁ ଆଉ କାନ୍ଦି ଆସିନି। ତମେ କଣ ଏତେ ବ୍ୟସ୍ତ ତାଙ୍କ ପାଇଁ? ସେମାନେ ଭାଗ୍ୟବାନ କ୍ଷତ୍ରିୟ, ତାଙ୍କ କପାଳରେ ଯୁଦ୍ଧ କରିବାରେ କାହିଁ। ସେ ନିଜକୁ ଭାବୁଛନ୍ତି ଆମେ ମହାଭାରତ ଯୁଦ୍ଧ କ୍ଷେତ୍ରରେ ଯୁଦ୍ଧ କରି କରି ଯଦି ମରିଯିବୁ, ତାହେଲେ ସେଇଟା ଆମର ସ୍ୱର୍ଗ। ଠାକୁର ବି ସେଇଆ କହିଲେ, राक्षसे स्वर्गं जित्वा वा भक्षसे महीम्, तस्मात् कृष्ण कौन्तेय
ଏକାକୀ ରହିବା ଉଚିତ। ଏଥିପାଇଁ ଆଇନ ପ୍ରଣୟନ ହଉଛି। ମା ତୁମେ ମୋ ସୀମାହୀନ ସାଦର ମା ତୁମେ ଆମ ପାଇଁ ଦେବତାର ମନ୍ଦିର। ମା ତୁମେ ଅମର ସୀମାହୀନ ସାଦର ମା ତୁମେ ଆମ ପାଇଁ ଦେବତାର ମନ୍ଦିର। କୌନ୍ତେୟ ଭକ୍ତ୍ୱା ପ୍ରାଂଶନିରୋଗମ୍ ଜିତ୍ୱା ବା মুখ্যদেবৈ তস্মাৎ কৌন্তেয় ଯୁଦ୍ଧାୟ କୃତନିଶ୍ଚୟ। ମରିଗଲେ ମରିଯିବ, ଯଦି ମରିଯିବ ସ୍ୱର୍ଗକୁ ଯିବ, ଆଉ ଯଦି ବଞ୍ଚିବ ଏଇ ଶଶାଗରା ଧରାକୁ ଭୋଗ କରିବ। ଆଉ ବଞ୍ଚିଥିବା ବେଳେ ଜଗନ୍ନାଥଙ୍କ ଦର୍ଶନକୁ ଜମା ଯିବନି, କୁତୁ କୁତୁ ହବା ଯିବା ପାଇଁ କେତେ ପଇସା ଖର୍ଚ୍ଚ ହବ। ଆଉ ମରିବା ପୂର୍ବରୁ କହିଲେ ମତେ ମୁଁ ମରିଗଲେ ଟିକେ ସ୍ୱର୍ଗ ଦ୍ୱାରରେ ପଡ଼ିବ। ଇଏ କଣ ସ୍ୱର୍ଗକୁ ଯାଏ? ସ୍ୱର୍ଗ ନରକ ବେନି ମାରି ମୁଏ ହାୟ ତମେ ଜାনি ସକାଳର ତମେ ଛାଡ଼ି ମୁଏ ହାୟ ତମେ ଜାনি ସ୍ୱର୍ଗ ବା ଛଣା ଜାଣ ନାହିଁ ନରକେ ପଡ଼ିବ ବାଛାଡ଼ି। ସ୍ୱର୍ଗ ବାସନା ଜାଣ ନାହିଁ ନରକେ ପଡ଼ିବ ବାଛାଡ଼ି। ଭକ୍ତ୍ୱା ବା ପ୍ରାଂଶନି ସ୍ୱର୍ଗମ୍। ସ୍ୱର୍ଗ ଶବ୍ଦ କଣ ଗୋଟେ କେବଳ ସ୍ୱର୍ଗ ଶବ୍ଦର ଅର୍ଥ ହଉଛି ଆନନ୍ଦ। ଆପଣ କୋଉଠି ଅଛନ୍ତି? ରବୀନ୍ଦ୍ର ଅଣ୍ଡବାର ଅଛନ୍ତି ବୋଲି ଭାବୁଛନ୍ତି ଯେ ରବୀନ୍ଦ୍ର କହିବାରୁ ମନେ ପଡେ ଆପଣ ସ୍ୱର୍ଗରେ ଅଛନ୍ତି, ଆନନ୍ଦରେ ବଞ୍ଚିଛନ୍ତି। ମାୟା ଜଞ୍ଜାଳକୁ ଦୂରରେ ରଖି ଆପଣମାନଙ୍କ ଘରେ କଣ ଟିଭି ନାହିଁ, ଟିଭି ନାହିଁ, କମ୍ପ୍ୟୁଟର ନାହିଁ, କଣ ଫ୍ରିଜ ନାହିଁ, କଣ ନାହିଁ, ଏଠି କାହିଁ କହିବେ? ଆପଣଙ୍କ ଘରେ କଣ ନିମନ୍ତ୍ରଣ ପତ୍ର ପହଞ୍ଚିଯିବ କି କଣ କହିପାରିବେ? କାହିଁକି ଆପଣ ତ ସ୍ୱର୍ଗରେ କହିଛନ୍ତି, ଆଉ ସ୍ୱର୍ଗକୁ ଯିବେ କଣ? ତୁଳସୀଦାସ କହିଲେ ବିନୁ ସତସଙ୍ଗ ବିବେକ ନ ହୋଇ ରାମ କୃପା ବିନୁ ସୁଲଭ ନ ହୋଇ। ବିନୁ ସତସଙ୍ଗ ବିବେକ ନ ହୋଇ ରାମ କୃପା ବିନୁ ସୁଲଭ ନ ହୋଇ। ସବୁବେଳେ ଆମେ କହୁଛୁ ଆମେ ମୁକ୍ତି ପାଇବୁ, ମୁଖ୍ୟ ପାଇବୁ, ନିର୍ମାଣ ପାଇବୁ, ଭାଷା ତ୍ରୁଟି ହେଇଛି। ମୋର ମାନସକୁ ନାମାଦତ୍ତ ବାବା ଭାୟା ସେ ଦିନେ ମତେ ବୁଝେଇଦେଲେ, ମୁଁ ସେଠୁ ହିମାଳୟ ଯିବି ବୋଲି ପଳେଇବି ବୋଲି ଲୁଚିକି ଚିନ୍ତା କର। ସିଏ ଦୁଇଟା କଥା ବୁଝେଇଲେ, କିନ୍ତୁ ଗୋଟିଏ କଥା ସେ ବୁଝେଇଲେ, ସମସ୍ତେ ତ ଆମେ ସ୍ୱର୍ଗକୁ ଯିବା, ଏତିକି ରହିବ। ତେଣୁ ଆପଣମାନେ ସ୍ୱର୍ଗରେ ଅଛନ୍ତି। ଆପଣମାନେ ହିଁ କହନ୍ତି ସ୍ୱର୍ଗରେ କାଳେ ବୈକୁଣ୍ଠ ଅଛି। ସ୍ୱର୍ଗଟା କୋଉଟା? କୋଉ ଏରୋପ୍ଲେନରେ ଯାଉଛନ୍ତି, ରକେଟରେ ଗଲେଣି, ମଙ୍ଗଳ ଗ୍ରହକୁ ଗଲେଣି, କୋଉଠି ସ୍ୱର୍ଗ ଦେଖାଯାଏ? ସ୍ୱର୍ଗ ସହିତ କେବେ ଧକ୍କା ପ୍ଲେନରେ ଗୀତ ହଉନି। ସ୍ୱର୍ଗ କହୁନି। ଗୋଟେ ନିର୍ଦ୍ଦିଷ୍ଟ ବ୍ୟକ୍ତି କହିଲେ କେତେ ଜଣ ମିଶିକିରି କହିଲେ ଆମର ଯିଏ ମରିବ ଆମେ ଯେତେ ଜାତ ମାରିବୁ ସବୁ ସ୍ୱର୍ଗକୁ ଯିବୁ।
ଆମର ବି ଗୀତାରେ ଲେଖା ହେଇଛି ବିଧବା ଭୋକ୍ୟରେ ଏସବୁ ପତ୍ର ପାଖରୁ ବାହାରି ଯାଉଛି କହିବା କଥା ତାକୁ କିଏ ବୁଝେଇଦେବି ତାଙ୍କର ତେଣୁ ଏଇଠି ସ୍ୱର୍ଗ ଏଇଠି ଆପଣମାନେ ସ୍ୱର୍ଗରେ ଅଛନ୍ତି। ଅର୍ଜୁନ କାନ୍ଦୁଛନ୍ତି ଭଗବାନ ଯୋଗେଶ୍ୱର ଶ୍ରୀକୃଷ୍ଣ ଅର୍ଜୁନଙ୍କର ଅସ୍ତ୍ର ଦେଖି ଆଖିରେ ଅସ୍ତ୍ର ଦେଖି ପଚାରିଲେ ପାର୍ଥ କାନ୍ଦୁଛ କାହିଁକି ନା ପ୍ରଭୁ 12 ବର୍ଷର ପୁଅଟା ମୋର ମରିଗଲା ଆଉ ମୁଁ ହସିବି। ଠାକୁର କହିଲେ ହଁ ପ୍ରକୃତ କଥା କାନ୍ଦିଆ କଥା ଆଉ କଣ କେମିତି ଗଲା ଟିକେ ଶୁଣିଛୁ କହିଲୁ ସତେ ଯଦି କିଛି ଜାଣିନା ଅନ୍ଧାରିଆ ରାତିରେ ସମ୍ବିଧାନରେ ଲେଖା ଥିଲା ଯେ ଯୋଦ୍ଧା ସହିତ ଯୋଦ୍ଧା ଲଢିବ, ରଥୀ ସହିତ ରଥୀ ଲଢିବେ, ଅଧିରଥୀ ସହିତ ଅଧିରଥୀ ଲଢିବେ, ଏମିତି ସବୁ ଲଢିବେ। ଆଉ ସନ୍ଧ୍ୟା ପୂର୍ବରୁ ଯୁଦ୍ଧ ବନ୍ଦ ହବ, ସୂର୍ଯ୍ୟାସ୍ତ ପୂର୍ବରୁ। ଆଚ୍ଛା ଅଭିମନ୍ୟୁ କୋଉ ଭିତରେ ଗଲା? ତାକୁ ଯୋଉମାନେ ସମ୍ବିଧାନ ତିଆରି କରିଥିଲେ, ସମ୍ବିଧାନ ଲେଖିଥିଲେ ବା ତତ୍କାଳୀନ ଯୁଦ୍ଧ ପୂର୍ବରୁ ଆଲୋଚନା କରିଥିଲେ, ସେଇମାନେ ମୋ ପୁଅକୁ ରାତିରେ ମାରିଥିଲେ। ଏମିତି ଭାବରେ ମାରିଲେ ସବୁଆଡେ ତ ଗୋଟା ଜାଗାରେ ଭୀଷ୍ମ, ଆଉ ଜାଗାରେ କର୍ଣ୍ଣ, ଆଉ ଜାଗାରେ ଦ୍ରୋଣ। ମୋ ପୁଅ ଗଲା ପୂର୍ବରୁ ପାଣି 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 ଟିକେ ଟିକେ କହିଲା, ଆଗ କର୍ଣ୍ଣରେ ଟିକେ କହିଲା। ଏହା କହି ଅର୍ଜୁନ ବାପ ମାରେ ବି କାନ୍ଦିଲା। ଲୋକେ କହିଲେ ମା ବେଶୀ କାନ୍ଦେ, ବାପା କାନ୍ଦନ୍ତି, ବାପା ବି କାନ୍ଦେ। ଠାକୁରଙ୍କର ମାୟା ଧର, ଠାକୁରଙ୍କର ମାୟା ସେ ଅର୍ଜୁନଙ୍କୁ ନେଇକିରି ସ୍ୱର୍ଗକୁ ଗଲେ। ଆଜି ସ୍ୱର୍ଗଟା କୋଉଠି ଆମେ କିଛି ତା ଓରଟର ପାଉ, କିନ୍ତୁ ଆମ ଶାସ୍ତ୍ର ଲେଖାଇ ସ୍ୱର୍ଗକୁ ଗଲେ। ଆଉ କିଏ କହି ସ୍ୱର୍ଗକୁ ଆମେ ଯିବୁ, ଏ କୋଉଠି ରହିବ? ସ୍ୱର୍ଗକୁ ଯିଏ ଯାଇଥିଲେ, ଯାଇଛନ୍ତି, କିନ୍ତୁ ଆମକୁ ଚିଠି ଦେଇଥିଲେ ଆମେ ଆଜି ସ୍ୱର୍ଗରେ ପହଞ୍ଚିଗଲୁ। ବର୍ତ୍ତମାନ ସ୍ୱର୍ଗ ଷ୍ଟେସନରେ ଆମେ ପହଞ୍ଚିଗଲୁ। ହେଲେ କିଛି ଲୋକ ଯାଆନ୍ତି ମୁଁ ରିସିଭ୍ କରିବା ପାଇଁ, କିନ୍ତୁ ସନାତନ ଶାସ୍ତ୍ର ଲେଖା ହେଇଛି ସ୍ୱର୍ଗ। ଅଭିମନ୍ୟୁକୁ ନେଇକି ଅର୍ଜୁନକୁ ନେଇକିରି ଗଲେ ସ୍ୱର୍ଗ। ଏ ଯୋଉ ସ୍ୱର୍ଗକୁ ଯାଆନ୍ତୁ, ଚନ୍ଦ୍ରମଣ୍ଡଳକୁ ଯାଆନ୍ତୁ କି ହିମାଳୟକୁ ଯାଆନ୍ତୁ, ହିମାଳୟ ମଧ୍ୟ ମନେ ରଖିଥିବେ, ହିମାଳୟ ଆମର ସୁସ୍ୱର୍ଗ। ସମୁଦ୍ର ପତନ ଠାରୁ 21,000 ଫୁଟ ଉପରେ ହିମାଳୟ। ଆଜି ହିମାଳୟ ଆଜି ଆଉ ଥଣ୍ଡା ନାହିଁ, ସେଠି ବି ଏସି ଲାଗିଲାଣି। ତେଣୁ ସଜ୍ଜନ କଥାଟି ହଉଛି ସ୍ୱର୍ଗକୁ ଗଲେ କୃଷ୍ଣାର୍ଜୁନ ବସିଛନ୍ତି, ଅଭିମନ୍ୟୁ ସହିତ ଗୋଟାଏ ଆଉ ଗୋଟାଏ ବ୍ୟକ୍ତିର ଯୁଦ୍ଧ ବଢା ବଢା ହଉ। ଠାକୁର କହିଲେ ଏସବୁ ହବ ମାୟା। ଠାକୁର କହିଲେ ଅର୍ଜୁନ କିଏ କିଏ କହିଲୁ? 3 ଅର୍ଜୁନ। ମୋ ପୁଅ ତ ହସିଲୁ ଆଉ ପୁଅକୁ ଦେଖିଲୁ, ପୁଅ ଯୁଦ୍ଧ ସରିଯାଉ ତାକୁ ଡାକିବି ସାଙ୍ଗେ କହିବା ପୁଣି ଆଉ ଯୁଦ୍ଧ ସରିଲା। ଅର୍ଜୁନ ଯେତେବେଳେ କହିଲେ ପୁଅ ଅଭିମନ୍ୟୁ ତୁ କେତେ ଦିନ ହେଲା ଆଇଲୁ, ଆମେ ଲୋକ ଏମିତି କାନ୍ଦୁଛୁ। ଅଭିମନ୍ୟୁ ତମେ କିଏ? ତମେ କିଏ? ତୋ ବାପା? ତମେ ମୋର ବାପା? ଏ ସଂସାରରେ
ये कई कार बापा नोनी कई कार मां ये खाली परस्पर को चिन्हिबा पई बापा के कोली मां निजु को पचारंतु बापा मु किए तमे जो देह पाइछ बापा आपण देह मो देह ताकू सांख्य देव केवल वर्णना कले वासांसि जीवनानि यथा विहाय नवानि सुधाति नरोपराणि तथा शरीराणि विहाय संज्ञानि संज्ञाति नवानि वासांसि जीवनानि यथा विहाय नवानि सुधाति नरोपराणि तथा शरीराणि विहाय संज्ञानि संज्ञाति नवानि देखो ଆମେ ଏତେ ଲୋକ ବଇଛେ କେହି କାହା ମୁହଁରେ କାହାର ସମ୍ପର୍କ ନାହିଁ ମୋ ନାକ ଅଛି କାନ ଅଛି ଆପଣଙ୍କର ବି ଅଛି କିନ୍ତୁ ଆପଣଙ୍କ ସହିତ ମୁଁ ମିଶୁଛି କି ମୋ ସହିତ ଆପଣ ମିଶୁଛି ବଡ ମୁସ୍କୁଲି କଥା ଆଉ ବାକୁ ଏତେ ସାଞ୍ଚ କୋଉଠୁ ସେ କୋଉ କାରିଗର ସେ କିଏ ଏତେ ସାଞ୍ଚ ରଖିକିରି ଏତେ ପ୍ରକାର ମାନେ ଆମ ଭାରତରେ ତ 100 କୋଟି ଅଧିକ ମଣିଷ ହେଲେ ତଥାପି କାହା ମୁହଁ ସହିତ କାହା ମିଶୁନି ସେ କିଏ ବିଚିତ୍ରା ନନ୍ଦ ହେ जो देह को हमें पाइछु किंतु हमें देह नहीं मु आखि नुह मु कान नुह मु नाक नुह मु पाटी नुह मु आत्मा मु आखिर जो दृष्टि शक्ति से आत्मा शक्ति मो कान जो श्रवण शक्ति से आत्मा शक्ति वो नाकरे जो निशान जाऊंगी से भी आत्मा शक्ति अब तमे कौन कहूछ मु देह वासांसि जीवनानि नुआ लुगा के बदलानु किनिलो से लुगा को बहुत साइड की रखिलो बहु वर्ष बाद देखिलो से लुगा का खतरा है चिरी जाए पुना गला हम महापुरुष माने ओडिया महापुरुष बड़ बड़ महापुरुष हबरी हम ओडिशा टिकी टिकी महापुरुष सब लेखि माने बड़ महापुरुष ताको टिकी टिकी करती हुआ घर कनी दिने पुरुना देव मारी बसुया हरि आया
ଆମ ଅଚ୍ୟୁତ ଲେଖିଲେ ଅଚ୍ୟୁତଙ୍କ ନାଁ ଅଚ୍ୟୁତଙ୍କୁ ଯଦି ଆଜି ଲୋକ ଚିହ୍ନିଛନ୍ତି ଖାଲି ମାଳିକା ନାମ ଶୁଣେଇକି, କିନ୍ତୁ ଅଚ୍ୟୁତ ମୁଁ ଗୋଟେ କଥା ଆପଣମାନଙ୍କୁ ମୁଁ କହୁଛି, ମୁଁ ମାନେ ମାଳିକା କହୁଛନ୍ତି ମୁଁ ସମସ୍ତଙ୍କ ପ୍ରତି ସମ୍ମାନ କରେ, କିନ୍ତୁ କଥାଟା ହଉଛି ଆଜି ଯଦି ମହାପୁରୁଷ ମୋର ପୁଣି ଭେଟ ହଅନ୍ତି କି ମୁଁ ମଲା ପରେ ଯଦି ସେ ରାଜ୍ୟରେ ଦେଖାହବ, ମୁଁ ଗୋଟିଏ କଥା ଅଚ୍ୟୁତଙ୍କୁ ପଚାରିବି, ଏବେ ଗୋଟେ କୋଉ ବାବା କଣ କହିଛନ୍ତି ବୋଲି କଣ ମାରି କଣ ହାଡର ଭେଣ୍ଡିଆ ବାବା ମୁଁ ତାକୁ ପଚାରିବି, ସେଇଟା ଦେଖାହବ ନିଶ୍ଚୟ, ଦେଖାହେଲେ ମୁଁ ପଚାରିବି ଆପଣ କରୋନା ଆସିବ ବୋଲି ଲେଖିଦେଲେ ମାଳିକାରେ, କରୋନାର ପ୍ରତିକାର କଣ କଣ କଲେ ଆମେ ଏ ରୋଗରେ ପଡିବୁନି ସେଟା ତ ଲେଖିଦେଲେ। ଯେଉଁ କଥାରେ ଆମେ ଭୟଭୀତ ହେଇ ଆଉ 5 ବର୍ଷ ବଞ୍ଚି ଯାଆନ୍ତୁ, ଛାନିଆରେ 5 ବର୍ଷ ମରିବୁ, ଆପଣ ସେ କଥା କାହିଁକି ଲେଖିବେ? ଯଦି ଆପଣ ଲେଖିଥାନ୍ତେ ବିପଦ ଯେତେବେଳେ ଆସିବ ଏଇ ଗୀତଟାକୁ ପଢିବ, ଭାବ ବିନୋଦିଆ ଠାକୁର ଭକ୍ତ ବତ୍ସଳ ହରି, ଭକ୍ତ ପାଇ ଘରେ ପରମେ ଦଶ ମୋର ଭିତରି। କହିଦେଇଥାନ୍ତେ ବାବୁ ବିପଦ ଏଇଆ ସବୁ ଆସିବ, ତମେ ବ୍ୟସ୍ତ ହବନି, ଏଇ ଗୀତ ଭାବ ବିନୋଦିଆ ହଉ, ମୁଁ କେତେ ତତ୍ତ୍ୱ ଲେଖିଛି ସେଇଥିରୁ ପଦେ ପଦେ ପଢିକି ଯଦି ଆନନ୍ଦ ହବ, ସେଇଥିରେ ବିପଦ ପଡିବ। ଦେଖିଛନ୍ତି ଅଚ୍ୟୁତଙ୍କ ଘରକୁ ବିପଦ, ବାଇ ମନ ହଉ, ବାଇ ମନ ହଉ, ବାଇ ମନ ହଉ, ବସି ହଂସକୁ ଖେଳା ପାଇ ମନ, ବସି ହଂସକୁ ଖେଳା ପାଇ ମନ। ହଂସ ଉଡ଼ି ଗଲେ, ହଂସ ଉଡ଼ି ଗଲେ, ହଂସ ଉଡ଼ି ଗଲେ, ଉଡ଼ିବ ଭେଳା ପାଇ ମନ। ବସି ହଂସକୁ ଖେଳା ପାଇ ମନ। ଅଚ୍ୟୁତଙ୍କର ସାହିତ୍ୟ ଯୋଗ, ଏ ଗୀତାର ସାହିତ୍ୟ ଯୋଗ, ଅଚ୍ୟୁତ ସାହିତ୍ୟ ଦର୍ଶନ ଲେଖିଛନ୍ତି। ତେଣୁ ସଜ୍ଜନ ଆମ ମା ମାନେ ବି ସାହିତ୍ୟ ଯୋଗ କହନ୍ତି, ଆମେ ଚିଡ଼ିବେନି ଭାଇ ଗୋଟେ ମତେ କହିଦେବୁ କଣ, ଭାଇ ଚଢେଇ ରେ ଭାଇ ଚଢ଼େଇ ତୁ ମାଗାଇ ଶିକାରି ଚଢ଼େଇ, ମାରି ଚଢ଼େଇ ମାରି ପକିନା କୋଳରେ ବସାଇ କରିବ କେନା। ଆଜି ମାରିବ ତୋର ଧାନ ସାଉକି, ମାରି ଚଢ଼େଇ ସାହିତ୍ୟ ଯୋଗ ପିଓର ସାହିତ୍ୟ ଯୋଗ। ତେଣୁ ଆମର ଏହା କଣ ସାହିତ୍ୟ, ଏ ବି ସାହିତ୍ୟ ଯୋଗ। ବାଇ ଚଢେଇ ରେ ପାଇ ଚଢ଼େଇ ତୁ ମାଗାଇ ଶିକାରି ଚଢ଼େଇ। ବାଇ ଚଢେଇ କିଏ? ଏଇ ଯୋଉ ବାଇ ଚଢେଇ ରେ ଚଢ଼େଇଛି ନା କୋଳେ ବସା ଯୋଗରୁ ଅଛି, ବାଇ ଚଢ଼େଇରେ ତୁ ଯାଉଛି ମା କୋଳେ ବସା ଯୋଗରୁ ଅଛି। ଏ সব সাহিত্য যোগ। তেଣু বাসান্তি জিন্দানি তথা বিহায় नाविनरोपराणि तथा शरीराणि विहाय जीर्णा नम्यानि सञ्जापि नवानि मे। কিন্তু ये সাহিত্য যোগের কথা
ଲୋକ କହନ୍ତି ଏ କଥାବାର୍ତ୍ତା ବନ୍ଦ କର, କଥାବାର୍ତ୍ତା ବନ୍ଦ କର, ଗୋଳମାଳ ବନ୍ଦ କର। ତେଣୁ ଇଏ କଥା ଭିତରେ ବି ବାର୍ତ୍ତା ଅଛି, କଥାବାର୍ତ୍ତା। ଏ ଆସ ଯିବା ଯିବା ଆଜି ଘରେ ରୋଷେଇ କରିବାନି, ଆଜି ଯୋଉ ଅମୁକ ବଜାରରେ ଚାଟ ଭଲ ବିକ୍ରି ହଉଛି ତାର ସମସ୍ତେ ପେଟେ ପେଟେ ଖାଇଦେବୁ। ଘରେ ଗ୍ୟାସ ଅଛି, ଚାଉଳ ଅଛି, ରୋଷେଇ ନ କରିକି ଚାଟ ଖାଇକି ଘରେ ରହିବୁ କି ନା ଆଜି ମୁଁ ଗୁପୁଚୁପୁ ଗୁଡାଏ ଖାଇଦେଇଛି ଆଉ ଖାଇବାକୁ ଇଚ୍ଛା ଏବଂ ଗୁପୁଚୁପୁ ଖାଇବାକୁ କହିଲା କିଏ ଦି ଚାରିଟା ଖାଇଲେନି। ଆଚ୍ଛା ସେମିତି ଇଏ କିନ୍ତୁ ବାର୍ତ୍ତା ଆମର ଚାଟ ଖାଇବା ଦରକାର ନାହିଁ, ଗୁପୁଚୁପୁ ଖାଇବା ଦରକାର ନାହିଁ, ଚାଲ ରବୀନ୍ଦ୍ର ଆମେ ଦି ତିନି ଦିନ ସେଠି ବସି ଗୀତା ଶୁଣିବା। ଇଏ ହେଲା ବାର୍ତ୍ତା। ଚାଲ ଅମୁକ ଜାଗାକୁ ଯିବା, ଗୋଟେ ରୋଗୀର ସେବା କରିବା, ବାର୍ତ୍ତା। ଆଉ ମଣିଷର ସ୍ୱଭାବ ଖାଲି ଗୋଡ଼ ମାଳ କରିବା, ଗୋଡ଼ ଗୋଡ଼ କହିଲେ ବନ୍ଦ, ଏ ଗୋଡ଼ ଭିତରେ ମଣିଷ ରହିବନି। କିନ୍ତୁ ମାଳ ପାଇଥିଲେ କିଏ? ଭଗବାନ କୃଷ୍ଣ। ଦିଟା କଥା ସବୁବେଳେ ଅଛି, ଯେମିତି ପୁରୁଷ ନାରୀ, ପ୍ରକୃତି ପୁରୁଷ, ସେମିତି ଗୋଡ଼ ମାଳ। ଏଇ ବର୍ଷ ରବୀନ୍ଦ୍ର ଗେଟ୍ ପାଖରେ ଦିଆ ହୁଏ, ଖାଲି ଗୋଡ଼ ଆଉ କିଛି ଶବ୍ଦ ସବୁ ବୋଲେଇଗଲାଣି ଟିକେ ସବୁ ଚାଲିଛି। ଏଠି କଣ ଚାଲିଛି? ମାଳ। ଏଇଠି ଆପଣ ମାନେ ମତେ ମାଳ ଦଉଛନ୍ତି, ମୁଁ ଆପଣଙ୍କୁ ମାଳ ଦଉଛି। ତେଣୁ ଯୋଉଠି ଗୋଡ଼ ମାଳ ବନ୍ଦ, ଗୋଡ଼ ବି ବନ୍ଦ, ମାଳ ବି ବନ୍ଦ। ଆଉ ଯୋଉଠି କଥା ବନ୍ଦ, ବାର୍ତ୍ତା ବନ୍ଦ, ସେଠି ଗୋଟେ ସାଂଖ୍ୟ ଯୋଗ ରହିବ। ଏଇ ମା ମନ୍ତ୍ର ଆମକୁ ଶୁଣେଇଛି, ସେଇଟା ବି ସାଂଖ୍ୟ ଯୋଗ। ସେ ସାଂଖ୍ୟ ଯୋଗରେ କଣ? କଥା କିଏ ମୋର ସରିଗଲା, ଫୁଲ ଗଛଟିଏ ମରିଗଲା, କଥା କିଏ ମୋର ସରିଗଲା, ଫୁଲ ଗଛଟିଏ ମରିଗଲା। କାହିଁକି ଫୁଲ ଗଛ ମରିଗଲୁ? କାଳି ଗାଈ ମତେ ଖାଇଦେଲା, କାଳି ଗାଈ ମତେ ଖାଇଦେଲା। ଚାକିରିଆ ଗୋଟେ ଜଗିଲାନି ଆଉ ଚାକିରିଆ ତୁ କାହିଁ ଜଗିବୁନି ନା ବଡ ବୋଉ ଆମରେ ଖାଇବାକୁ ଦେଲାନି। ଆରେ ବଡ ବୋଉ ତୁ ଦେଲାନି ଖାଇବାକୁ ଦେଲାନି। ପୁଅ ପରା ମୋର ଅଝଟ କଲା, ପୁଅ ପରା ମୋର ଅଝଟ କଲା, ପୁଅ ପରା ମୋର ଅଝଟ କଲା, ପୁଅ ପରା ମୋର ଅଝଟ କଲା। ଆରେ ପୁଅ ତୁ କାହିଁ ଅଝଟ କରି କହିଲୁ? ନା ମୁଁ କାହିଁ ଅଝଟ କରିବି? ଧୁଳିଆ ଜଗନ୍ନାଥ କାମୁଡ଼ି ଦେଲା, ଧୁଳିଆ ଜଗନ୍ନାଥ କାମୁଡ଼ି ଦେଲା, ଧୁଳିଆ ଜଗନ୍ନାଥ କାମୁଡ଼ି ଦେଲା, ଧୁଳିଆ ଜଗନ୍ନାଥ କାମୁଡ଼ି ଦେଲା। ଆରେ ଧୁଳିଆ ଜଗନ୍ନାଥ ତୁ କାହିଁ କାମୁଡ଼ିଲୁ? ଭୂଇଁ ତଳେ ତଳେ ଥାଏ, ଭୂଇଁ ତଳେ ତଳେ ଥାଏ, କଣ ଏକାଥରେ କଥାବାର୍ତ୍ତା ବନ୍ଦ। ଏଟା କୋଉ ସମୟର କଥା? ସାଂଖ୍ୟ ଯୋଗ। କଥା ଯୋଉଦିନ ବନ୍ଦ ହେଇଗଲା, ବାର୍ତ୍ତା ଯୋଉଦିନ ବନ୍ଦ ହେଇଗଲା, ମଣିଷଟା ଏମିତି ପଡ଼ିଛି, ଆଖିଟା ଅନେଇକି, ନାକଟା ହେମିତି ଧୁଆ ହେଇକି, ସବୁ ଇନାକ୍ଟିଭ ହେଇଗଲା। ଆକ୍ଟିଭ କେହି ନାହିଁ, ଶିରା ପ୍ରକ୍ରିୟା ସବୁ କଥାଟିଏ ମୋର ସରିଗଲା, କଥାଟିଏ ମୋର ସରିଗଲା। ଏଇ ଜୀବନ, ଏଇ ହଉଛି ଜୀବନ। ଶୈଳନ ପାଳ ସାଧକ ଲେଖିଲେ ଜୀବନଟି ସବୁ ଏ ଯୋଉ କଥାଟିଏ ସରିଗଲା, ଏଇ ଆଉ 3 ଦିନ ବୋଧେ ରହିଲା, ଏ 3 ଦିନ ଯେତେବେଳେ ଗୋଟାଏ ଏଇ କଥାରେ ଗୋଟେ ଆଲୋଚନା କରିଲା। କଣ କଥାଟିଏ ସରିଗଲା? ଫୁଲ ଗଛଟି ମରିଗଲା, ତାକୁ ଆପଣ ଶୁଣିଦେଲେ ସେଦିନ ଯୋଉ ଯୋଗ ଆରମ୍ଭ, ଯୋଉ ଯୋଗ ଚାଲିବ, ସେ ଯୋଗ ଭିତରେ ତେଣୁ ସଜ୍ଜନ କଥା ଦେଇଥିଲା ନା ମାନେ କଥା ସରି
ଧରିଗଲା, ହାତ ଧରିଗଲା, ଗୋଡ଼ ଧରିଗଲା, ମଣିଷ ଗଲା କୁଆଡ଼େ ଗୋଡ଼ା ହେବା ପାଇଁ ମଣିଷ କୁଆଡ଼େ ନଉଛ କୁଆଡ଼େ ପଡ଼ିବାକୁ ଅଧଘଣ୍ଟେ ଲାଗିବନି, ଘଣ୍ଟାକ ଭିତରେ ତା ଗୋଡ଼ ହାତ ମୋଡ଼ିକି ମୁଣ୍ଡରୁ ପଡ଼ିଦେଲେ ପାଉଛ ହେଇଗଲା। ଏଇ ତ ଜୀବନ। ଜୀବନ କି ସ୍ୱପ୍ନ ସ୍ୱରୂପ ଜାଳେ ପୂର୍ବ ତାପାରି ଏଥିପାଇଁ ମନ ଏଥିପାଇଁ ତାଉ ଗହରି ଜୀବନ କି ସ୍ୱପ୍ନ ସ୍ୱରୂପ ଜାଳେ ପୂର୍ବ ତାପାରି ଏଥିପାଇଁ ମନ ଏଥିପାଇଁ ତାଉ ଗହରି ସେ କଥା ଶାନ୍ତ ଲୋକରେ ଲେଖାଗଲା। ଦ୍ୱିତୀୟ ଅଧ୍ୟାୟ ଜାଣିଦେବ। ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି नैनं दहति पावक न चैनं निर्ययन्द्रापो न शोषयति मार्ग ନିଆଁରେ ଯିଏ ପୋଡ଼ି ହୁଏନି, ଅସ୍ତ୍ରରେ କାଟି ହୁଏନି, ପାଣିରେ ବୁଡ଼ି ଯାଏନି, ଦେହ ବୁଡ଼ିଯାଏ, ସେ କିନ୍ତୁ ବୁଡ଼େନି। ସେ କିଏ? ମୁଁ ଆତ୍ମା, ମୁଁ ଆତ୍ମା, ମୁଁ ଆତ୍ମା, ମୁଁ ଆତ୍ମା, ମୁଁ ଦେହ ନୁହେଁ, ମୁଁ ଦେହ ନୁହେଁ, ମୁଁ ଦେହ ମୁଁ ଏଠି କଥା କହୁଛି, ଏ କଥା ବନ୍ଦ ହବ, କଥାଟା ବର୍ତ୍ତମାନ କହୁଛି। କେମିତି କହୁଛି? ଆତ୍ମାର ଶକ୍ତିରେ କହୁଛି। ଏଠି କଣ ଚାଲୁଛି? ଲାଇଟ୍। ଏଠି କଣ ଲାଗିଛି? ଲାଇଟ୍। ଘରଟା ଥଣ୍ଡାରେ ଲାଗୁଛି, ଏସି ଲାଗେ। ये सब कोटू आ मूल कोटी के इलेक्ट्रॉनिक पावर सब जाने आज विश्व भी जाने सेमती मुसिना वो भीतर था 11टा इंद्रिय अंशती किंतु शक्ति गोटे से होती मो आत्मा ମୁଁ ଆତ୍ମା, ମୁଁ ଆତ୍ମା, ମୁଁ ଦେହ ନୁହେଁ, ମୁଁ ଦେହ ନୁହେଁ, ମୁଁ ଦେହ ନୁହେଁ, ମୁଁ ଆତ୍ମା, ମୁଁ ଦେହ ନୁହେଁ, ମୁଁ କିଏ, ମୁଁ କିଏ, ମୁଁ କିଏ, ମୁଁ କିଏ, ମୁଁ ସବୁ ଜ୍ଞାନ ଆପଣମାନେ ଅର୍ଜନ କରୁଛନ୍ତି କରନ୍ତୁ, କିନ୍ତୁ ଆତ୍ମଜ୍ଞାନ ବିଭୂତି ଯୋଗରେ କହିଲେ ବିଦ୍ୟାନାଂ
अध्यात्म विद्या विद्यानक मध्य मु होती श्रेष्ठ विद्या आध्यात्मिक विद्या आध्यात्मिक विद्या जो खाली आने कहू अमुक श्लोक से हम अब कहे आध्यात्मिक आउ किसी आध्यात्मिक विद्या नहीं ମୁଁ ଦେଖିଛି କୁର୍ତ୍ତାର କାନ୍ଧରେ ନହେଇକି ପିଲାମାନେ ଯେତେବେଳେ ନେଇକିରି ଯାଆନ୍ତି ଆଜିକାଲି ତ ବାପ ମାଙ୍କର ଉଦ୍ଧାର କରୁଛନ୍ତି ମଦ ପିଇ ତାକେ ପିଇକିରି କିନ୍ତୁ ସେଇଠି ବି ରହିଛି ଆଧ୍ୟାତ୍ମିକ ବିଦ୍ୟା ହରି ନାମ ସତ୍ୟ ହେ राम नाम सत्य है हरि नाम सत्य है राम नाम सत्य है हरि नाम सत्य है राम नाम सत्य है सब कोई झूठ है सब कोई झूठ है सब कोई झूठ है सब कोई झूठ है हरि नाम सत्य है राम नाम सत्य है हरि नाम सत्य है राम नाम सत्य सज्जन ये कथा को आलोचना कले मुंड आमे मो मो आपन को मुंड थना रहियो मो मुंड पूरा गरम आ बेर स्ट्रोक भेल होइलो राम लंदन मर्यादा पुरुषोत्तम राम लंदन गुयो तो सकल बाकारे पहुंचले गुयो कथा को पाछो दिले रात्रि रे फलमूल खाया देई ये पाद सेवा कले बोले कहूने कथा कौन दिए कथा कौन कहू आप सखा डर नाटी कह कथा रखिए शुणी सारा पर ना आप तो 14 वर्ष पे जंगल को आई बापा तो आपको 14 वर्ष जंगल में बुले जंगल ये 14 वर्ष रही जाऊना मर्यादा पुरुषोत्तम राम शोचंती लक्ष्मण पाद सेवा करुँच गुह को भी पाद सेवा सीता मस्तक जो मस्तक को आँचि यही हूँ जीवन यही हूँ पारिवारिक जीवन कथा रामायण भाया ग्रंथ गोटे पारिवारिक जीवन विषय शिक्षा दे किंतु जो माने कहूनी एइटा राम भूल कले सेइटा राम भूल कले आसंतु थरे पवित्र शिशु अनंत आश्रम रात्रि जापन करिवे पारिकानी नदी महानदी चित्रपड़ा त्रिकोण भूमिर से गोटे गहिर भीतर गोटे छोटिया आश्रम किंतु रहिबा पे सुविधा अछि मते पचारे कोटा राम तमे एमती ठीक ही करू राम एमती भूल कले सब होची आध्यात्मिक विद्या सीता काले पाताली हे गले केते जन नारी पाताली हेले होता हो पुनी ताको मर्डर कर दिया हो पुनी ताका हाथ रे देखा है ओम बागला बढ़िया एरोटा पेपर रे आउ देला मु बढ़िया जतो नहीं गुजरात ना कोठला बोली आले पुलिस आले बतला दिलो ना ये गो ओम बाबा बढ़िया देखि तू तो देखियो नहीं देखियो तेनु सज्जन आध्यात्मिक विद्या सीता सीता अर्थ तीर्थ सीता अर्थ गंगा सीता अर्थ सत्य हे पाता हे वसुधा माता पति को कोड़े स्थान पाताल वसुधा जी फाड़ेगा केता बेले होई बोले आ को बड़ आपण मानक विद्या आध्यात्मिक विद्या खाली बड़ बड़ कथा को देख चर्चा करूँ छोटिया छोटिया कथा को बोली जाऊँ
କହିଦେଉଛି ବଚନ ମଧ୍ୟେ ସତ୍ୟବାଣୀ ଦରକାର ନ ପଡ଼ିଲେ ମିଛ କହିବା ଦରକାର ପଡ଼ିବ କହିବା ଆପଣ ଗୋଟେ ବାପର ତିନୋଟି ପୁଅ ସବୁ ଯାକ ମିଛୁଆ ହେଲେ ଚତୁର୍ଥ ପୁଅ ଟିକେ ଦେଖିକିରି ବାପ କହିଲେ ଇଏ ପୁଅଟା ବୋଧେ ମୋର ମିଛୁଆ ନୁହେଁ ସୀମାଭିଷେକ କଲା ନଈକି ନେଇକି ଗଲା ତାକୁ ପରୀକ୍ଷା କରିବ ନଈରେ ବାପା ଗାଧେଇଲେ ପୁଅକୁ ବାପା କୁରାଲା ପୁଅ 10 ବର୍ଷ ହେଇଗଲାଣି ବାପା ମିଛରେ କହିଲେ ପୁଅ ଏଇ ବାଟ ଦେଇ ଗୋଟେ ବଡ ମାଛ ଗଲା ଦେଖିଛୁ ନା ନା ହଁ ପରା ବାପା ତା ଲାଞ୍ଜଟା ମୁହଁରେ ବାଡେଇ ହେଇଗଲା ବାପା କହିଲେ ଆରେ କୂଳ ବାଳିକା ସମସ୍ତେ ମିଛୁଆ ମୁଁ କହୁଛି ତୁ ସତ୍ୟା ବୋଲି ସତ ସତ୍ୟଂ ବଦିଷ୍ୟାମି ନୂତନ ବଦିଷ୍ୟାମି ଇଏ ହଉଛି ସବୁ ଶ୍ଲୋକ ସଂସ୍କୃତର ତାକୁ ଆମ ପାଖରେ ସରଳ ଆକାରରେ ପହଞ୍ଚେଇଛନ୍ତି କବିମାନେ ସତ କହିବାକୁ କିଆ କହିଲି ସତ କହି ପଛେ ମନେ ମରିବି ସତ କହିବାକୁ କିଆ କହିଲି ସତ କହି ପଛେ ମନେ ମରିବି ସତେ ଏଇ ସୀତା ସାଇରେ हनुमान राम नाम जप करी राम नाम जप करी तपस्या कर लोक आनिकी गदा खोजे खोजे कौन मागिबे कहीं लोक तो गदा खोजुती लुटा पटा चाउल पनी सब गदा कि चोर भाविले कहले अरे आमे एते आरे बुलिकी कहीं चोरी करिया लुचि लुचि से बाबाई तो सबला आखि बुझी बसी कोन पाटी पाटी को करूछि और सेई चारि जगह जो जिनिस गुडा कहती सब रात रे दिए छुआ आ निजे नाम दस्तरा करना एइना कोटी कोटा रखले आप जेते बेले चोर जाईकरी गोटाए जागु उठेइकी देखला जणे धनुषर धरिबी थिया वाले अरे चोरी करबा से मरिबू दादा दौड़ी की पड़ेगा आगे बढ़ू से पड़े आउ उठेगा पुणी एपटू पड़ेगा सेठी उठेगा एपटू पड़ेगा सेठी उठेगा से तो दौड़िला राम भी का बाबू दौड़ले मात्र बोल रहा से तो सीधा हमें कर जो जाको शरण सोरा कला उल्टा चले मछली चले सज्जन सांख्य योगर आरंभ प्रथम श्लोक
ତାକୁ ଆଲୋଚନା କରିବା ପରେ 7 ଦିନ ସମୟ ଦରକାର ଆଉ 5 ଦିନରେ କେମିତି ଗୀତାର ଭଗବତ କରିବି। ତେଣୁ ଅପେକ୍ଷା କରନ୍ତୁ, ସବୁଥିରେ ଆପଣମାନେ ତାକୁ ନିଜେ ପଢନ୍ତୁ, ଜାଣନ୍ତୁ ସାଂଖ୍ୟ ଯୋଗଟା କଣ। ଭଗବାନ ସେଠି କୃଷ୍ଣ ହେଇନା ବ୍ୟାସ ତାକୁ ମଧୁସୂଦନ ମଧୁସୂଦନ କୁସୁମେତି ବାସୁଦେବ ଜନାର୍ଦ୍ଦନ ଚତ୍ୱାରି নামানি মহাবিপদ রাজ মধুসূদন কুসুমেতি বাসুদেব জনার্দন চত্ୱାরি নামানি মহাবিপদ রাজ। ଆମ ଓଡ଼ିଶାର ମହାପୁରୁଷ ମଧୁରା ପ୍ରେମାଦର୍ଶ ମଧୁରା କାକଟପୁର ପାଖରେ ଦାସ ନୂଆ ନୂଆ କଣ ନୂଆ ତେବେ ସିଏ ସଂକ୍ଷିପ୍ତ କରିଦେଲେ ଶିକ୍ଷକ ନା ସରଳ ଭାଷାରେ ଆମେ ବୁଝେଇଲେ ଓಂ କୃଷ୍ଣ মধুসূদন বাসুদেব জনার্দন ওম কৃষ্ণ মধুসূদন বাসুদেব জনার্দন ওম কৃষ্ণ মধুসূদন বাসুদেব জনার্দন ওম কৃষ্ণ মধুসূদন বাসুদেব জনার্দন। সেই কথাটা গীতার কেমনি আছে তং তথা কৃপয়া কৃষ্ণ অসুরপাণ বিশিয়াঙ্গম বাক্য উবাচ মধুসূদন। ଅର୍ଜୁନଙ୍କର ଆଖି ଛଳ ଛଳ ହେଇଯାଇ କଣ କରିବେ, କାହିଁକି ମାରିବେ, କାହାକୁ ମାରିବେ, ଏ ରାଜ୍ୟ ଆମର କଣ ଦରକାର ହବ। ଆଉ ଦୁର୍ଯ୍ୟୋଧନ ସାନ ଭାଇଟା ସେ ଗୋଟେ ଖାଲି ହେଲା ରାଜା, ଆମର ଅସୁବିଧା କଣ। ଆଖି ଛଳ ଛଳ ଆଖି ବିଷାଦଗ୍ରସ୍ତ ମନ ଏଇ ରୂପକୁ ଦେଖିକିରି ସେଦିନର କୃପାଳୁ କୃପାମୟ ଦୟାଳୁ ଦୟାମୟ କୃଷ୍ଣ ନାମରେ ବାପ ଖେଳିଲେ ପରିଗପାରେ ବିବାହ କରିଲେ। ତେଣୁ ସେ ଦୟା କରିକିରି ସେଠି କଣ ହେଇଗଲେ ମଧୁସୂଦନ। ସିଏ ମଧୁସୂଦନ କଲେ ମଙ୍ଗଳମୟ। ସେ ମଧୁ କହିଦେବାକୁ ଗ୍ରହଣ କରିଥିଲେ ସେ କଥା ଅଲଗା, ମଧୁସୂଦନ ମାନେ ମଙ୍ଗଳମୟ। ସକାଳୁ ଉଠିଲେ ମଧୁସୂଦନ ବୋଲି କହିଲେ କିଛି ପଇସା ତ ଖର୍ଚ୍ଚ ହଉନି, ଗୁରୁ ମନ୍ତ୍ର ନିଅନ୍ତୁ ଅନ୍ୟାନ୍ୟ ମନ୍ତ୍ର ନିଅନ୍ତୁ, ମଧୁସୂଦନ କଣ ଅସୁବିଧା। ତେଣୁ ସଜ୍ଜନ এইটু আরম্ভ হলা গীতার গীতা পুরি অক্ষরু আরম্ভ হলা অসচ্চারান্য সচ্চস্তন কুণ্ডুরাম কইছে আলাদা করে অক্ষরু আরম্ভ হলা। তেণু এ সজ্জন সাংখ্য যোগ সে আমাকে আঙ্গুটি দেখাইকি কইলা, মানে আঙ্গুটি দেখাই দি আঙ্গুটি দেখি কইলা କହିଲା କହିଲି ମୁଁ ଅତିଶୟରେ କହୁଛି କହିଲେ ସାଂଖ୍ୟ ଯୋଗ କହିଲେ କଣ କହିଲେ ଏତେ କଣ ଗର୍ବ କରୁଛ ଦେହିନସ୍ମି কৌমারম যৌবনম জরা তথা দেহান্তর প্রাপ্তি ধীরস্তত্র নৈহতি। ଆଜି ଯିଏ କୁଆ କୁଆ ହେଇ କାନ୍ଦୁ କାଲି ସେ ଲାଳ କରିକି ନେଇ ତାପରେ ଯୁବକ ହବ, ତାପରେ ବୃଦ୍ଧ ହବ, ତାପରେ ନିଆଁରେ ସେଇଟାକି ଆମେ ସେଇ ଶାନ୍ତ ଯୋଗର କଥାକୁ କହୁ। ସବ କୋଇ ଝୁଠ सब कोई झूठ है।
ତେଣୁ ସଜ୍ଜନ ଏମିତି ତ କଥା ଚାଲିଲେ ଚାଲିବ। ଆଉ ମୁଁ 3 ମାସ ହେଲା ମତେ ସମୟ ନାହିଁ, କେହି ମତେ ପଇସା ଦଉନାହିଁ। ये बड़ियाटा से गपिलाणी या 10,000 कि 20,000 25,000 दबा से कथा ना ये पिला मानते कौन देवे मुझे जानी तेरे ये ना कि गपी गपी मो तंटी फटी खराब हो गया कथा भी आगे रखा पूरी काली कौन कथा कहला सबुदिन सब कथा शुणिले भल लगे मन भी रही आज सांख्य लोक कथा कला खाली का टपिक कहला जहाँ भी कहला कथा किए कहूँ कथा किए कहूँ कथा किए कहूँ कथा किए बीच कथा सबर किए बीच कथा सबर किए बीच कथा सबर किए बीच कथा सबर किए कथा किए कहूँ कथा किए कहूँ कथा किए कहूँ कथा किए कहूँ कथा ये शास्त्र ये आम ये कहूँ मुश्रुति 2 दिन पर मो सान भाई प्रज्ञानंद गीता आलोचना चक्र करेंगे से शुणे सी भी गोटे रोगार कथा कहे आम भी गोटे रोगार कह आउ दिया चिन्मय मिशन दिया से तो अनंत संक्षिप्त कौन करवा कथा रखा श्रीम भगवद गीता श्रीमद् भगवद गीता श्रीमद् भगवद गीता श्रीमद् भगवद गीता 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 सर्वे भवन्तु सुखिनः सर्वे सन्तु निरामयाः।